କିଛି କହିବୁନି, କୋଉ ଯାତ୍ରାରେ କୋଟି ଆମେ କିଛି କହିବୁନି। ଆମେ ତ ତମର କୋଉ ପୂଜାକୁ ଆମେ ଆପୋଜ କରୁନ, ତମର କୋଉ ପର୍ବକୁ ଆମେ ଆପୋଜ କରୁନ, ଆମେ ଆରାଧନା କରୁ ତମକୁ କଣ କଷ୍ଟ ହଉଛି? ମୋର ପ୍ରିୟମାନେ ଆଦିବାସୀ ମାନେ ଭଲ କଲେ ତମକୁ କଣ କଷ୍ଟ ହଉଛି? ମତେ ଜଣେ କହୁଥିଲା ଆଜ୍ଞା ଖ୍ରୀଷ୍ଟିଆନ ମାନେ ଚାଉଳ ଦଉଛନ୍ତି, କମଳ ଦଉଛନ୍ତି। ମୁଁ କହିଲି ଦଉଛନ୍ତି ତମେ କଣ କରୁଛ? ଆମେ ତ ଦଉନୁ, ଯଦି ବି ଦଉଛୁ ତମେ କଣ କରୁଛ? ତମର ଗ୍ଲାସ ପାଣି ବି ଦିଅନ୍ତି। ମୋର ପ୍ରିୟ ମାନେ ଯଦି ପଇସା ଖାଇ ଖ୍ରୀଷ୍ଟିଆନ ହେଇଥାନ୍ତୁ, ପଇସା ସବିକାର ଯୀଶୁକୁ ଛାଡ଼ି ଦେଇଥାନ୍ତୁ। ଚାଉଳ କେତେ? ଚାଉଳ ବସ୍ତା ବସ୍ତା ଚାଉଳ କୋଉଠି ମିଳୁଛି? ବସ୍ତା ବସ୍ତା ଚାଉଳ ମୋର ଚୁଟି ପାଚିଗଲା ପ୍ରଚାର କରି କୋଉଠି ଚାଉଳ ଦେବାର ମିଳିଲା? ମୋର ପ୍ରିୟ ଭାଇ ଭଉଣୀ ମାନେ ଜାଣି ନାହାନ୍ତି। ଆଉ ଆଜିକାଲି ଆପଣ ଦେଖିବେ ଯେଉଁମାନଙ୍କୁ ଯୀଶୁଙ୍କ ବିଷୟରେ ଜଣା ନାହିଁ ସେମାନେ ଯୀଶୁଙ୍କ ବିଷୟରେ କହୁଛନ୍ତି। ବାବା ମାନେ ଯୀଶୁଙ୍କ ବିଷୟରେ କହୁଛନ୍ତି, ଫିଲ୍ମ ଷ୍ଟାର ମାନେ କହୁଛନ୍ତି, ଆରେ କିଏ କହୁଛନ୍ତି? ତମକୁ ତ ତମର ବାପା ବିଷୟ ଜଣା ନାହିଁ, ଯୀଶୁ ବାପା ବିଷୟ କେମିତି ଜାଣିବ? ମତେ ଜଣେ କହୁଥିଲା, ସବୁବେଳେ କହୁଥିଲା, ସେ କହୁଛି ନାହିଁ ମତେ ଯୀଶୁ ଦର୍ଶନ ଦେଲେ। କିଏ ଦର୍ଶନ ଦେଲେ? ଯୀଶୁ ଦର୍ଶନ। ତତେ 33 କୋଟି ତ ଦର୍ଶନ ଦଉନାହାନ୍ତି। ତାର ମାନେ କଣ? ସେମାନେ ନାହାନ୍ତି ଯୀଶୁ ପଛୁଛୁ ଯେ ଦର୍ଶନ ଦେବେ। ସେ କଣ କହୁଛି? ମତେ ଯୀଶୁ ଦର୍ଶନ ଦେଲେ, ଦର୍ଶନ ଦେଲେ। ତତେ ଦେଲେ ଦର୍ଶନ, ସେମାନେ ଦେଲେ ନାହିଁ। ଆଜି ଦେଇଥାନ୍ତେ ଦର୍ଶନ, ଥିଲେ ତ ଦର୍ଶନ ଦେବେ। ଯୀଶୁ ଅଛନ୍ତି। ହାଲେଲୁୟା। ଆମେ କାହାଣୀକୁ ବିଶ୍ୱାସ କରୁନାହୁଁ, ଆମେ ସତ୍ୟତାକୁ ବିଶ୍ୱାସ କରୁଛୁ। କଣ କରୁଛନ୍ତି ଆମ ଦେଶରେ? ଆଦିବାସୀ ନିରୀହ ଅଶିକ୍ଷିତ ଲୋକମାନଙ୍କୁ ବୋକା ବନାଇ ଖ୍ରୀଷ୍ଟିଆନ କରୁଛନ୍ତି। ବୋକା ବନାଇ ଖ୍ରୀଷ୍ଟିଆନ କରୁନାହାନ୍ତି। ଖ୍ରୀଷ୍ଟିଆନ ହେବା ପୂର୍ବରୁ ଆମେ ବୋକା ଥିଲୁ। ଖ୍ରୀଷ୍ଟିଆନ ହେବା ପୂର୍ବରୁ ବୋକା ଥିଲୁ। ଏବେ ଆମେ ବୋକା ନାହିଁ, ଏବେ ବୋକା ନାହିଁ। ଆମ ଚତୁର୍ଥ କିଏ ଅଛି? କିଏ ଅଛି? ଯୀଶୁକୁ ପାଇଲା ପରେ ମୋର ପ୍ରିୟମାନେ ଆମେ ମଣିଷ ପରି ବଞ୍ଚିବାର ଶିଖିଲୁ, ସମ୍ମାନର ବଞ୍ଚିବାର ଆମେ ଶିଖିଲୁ, ଗୌରବର ବଞ୍ଚିବାର ଶିଖିଲୁ। ଆମ ପିଲାମାନେ କେବେ ଶିକ୍ଷିତ ହେଲେ? ଯୀଶୁକୁ ଗ୍ରହଣ କଲା ପରେ। ଆମର ଘର କେବେ ବଦଳିଲା? ଯୀଶୁକୁ ଗ୍ରହଣ କଲା ପରେ। ଆମ ଚରିତ୍ର ବଦଳିଲା ଯୀଶୁକୁ ଗ୍ରହଣ କଲା ପରେ। ମୋର ପ୍ରିୟ ଭାଇ ଭାଇମାନେ ଦୟାକରି ଶୁଣନ୍ତୁ, ମନ ପରିବର୍ତ୍ତନର ଉପଯୁକ୍ତ ଫଳ କରାଯାଉଛି। ମନ ପରିବର୍ତ୍ତନ ବସ୍ତୁ ଖୋଲନ୍ତୁ। ଜହନ କଣ କହୁଛନ୍ତି ଏଠି? ମୁଁ ମାଥ୍ୟୁ ପଢିବା ପାଇଁ ଚାହେଁ। ମାଥ୍ୟୁ ତାର 3 ପର୍ବ, ମାଥ୍ୟୁ 3 ପର୍ବ 2 ପଦ। ମନ ପରିବର୍ତ୍ତନ ଠିକ ଅଛି, ମୁଁ ପଢିବା ହେଲା। ମାଥ୍ୟୁ 3 ପର୍ବ 2 ପଦ ଲେଖା ଅଛି, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ପଢୁଛନ୍ତି ଆକାଶବାଣୀ ଭଳିଆ ଅଛି। କଣ ଲେଖା ଅଛି? ମନ ପରିବର୍ତ୍ତନ କର। କଣ ପରିବର୍ତ୍ତନ କର? ମନ ପରିବର୍ତ୍ତନ କର। ବାଇବଲରେ କଣ ଲେଖା ଅଛି? ମନ ଧର୍ମ ପରିବର୍ତ୍ତନ ନାହିଁ, ଜାତି ପରିବର୍ତ୍ତନ ନାହିଁ, ନାମ ପରିବର୍ତ୍ତନ ନାହିଁ। କଣ ପରିବର୍ତ୍ତନ? ମନ ପରିବର୍ତ୍ତନ କର। ହାଲେଲୁୟା। କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ସ୍ୱର୍ଗକୁ ଯିବା ପାଇଁ ପ୍ରଥମ ଆବଶ୍ୟକତା କଣ? ମନ ପରିବର୍ତ୍ତନ। ମୋର କଥା ଦୟାକରି ଶୁଣନ୍ତୁ ପ୍ରିୟ ଭାଇ। ସ୍ୱର୍ଗ ଯିବା ପାଇଁ ପ୍ରଥମ ଆବଶ୍ୟକତା କଣ? ମନ ପରିବର୍ତ୍ତନ। ସ୍ୱର୍ଗ ଯିବାର ପ୍ରଥମ ସିଡ଼ି କୋଉଟା? ମନ ପରିବର୍ତ୍ତନ। ଆଉ ଶେଷ ସିଡ଼ି ହଉଛି ତାଡ଼ନା। ଶେଷ ପାହାଚ କଣ? ତାଡ଼ନା। এটা মনে করতে হবে। স্বর্গ ଯିବା ପାଇଁ ପ୍ରଥମ ପାହାଚ ମନ ପରିବର୍ତ୍ତନ, ଶେଷ ପାହାଚ ତାଡ଼ନା। ଲେଖାଯାଉଛି କଣ? ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ତାଡ଼ନା ପରେ ସ୍ୱର୍ଗ, ତାଡ଼ନା ପରେ ସ୍ୱର୍ଗ ଆସେ। ମୋର ପ୍ରିୟ ଭାଇ ଭଉଣୀ ମାନେ ବାପ୍ତିଜମ ଗ୍ରହଣ କଣ କହୁଛନ୍ତି? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯଦି ସ୍ୱର୍ଗକୁ ଯିବାର ଅଛି, ଧର୍ମ ପରିବର୍ତ୍ତନ ନାହିଁ, ଜାତି ପରିବର୍ତ୍ତନ ନାହିଁ, ନାମ ପରିବର୍ତ୍ତନ ନାହିଁ। କଣ ପରିବର୍ତ୍ତନ? ମନ ପରିବର୍ତ୍ତନ। ମୁଁ ପଚାରିବା ପାଇଁ ଚାହେଁ, ମନ ପରିବର୍ତ୍ତନ ହେଇଛି? ମନ ପରିବର୍ତ୍ତନ ହେଉଛି କି? ହେଇଛି କି ନାହିଁ? ହେଉଛି କି? এটা মন পরিবর্তন থরে হুয়ে নাহি, এটা জীবন সারা
Repentance is not a one-time event, but a lifetime process. জীবন মানে মন পরিবর্তন করো, এটা করতে ছোট ঘটনা নয়, এটা প্রক্রিয়া হতে, এটা জীবন সাধারণ পরিবর্তন হতে। মন প্রিয় ভাই বোন মানে মন পরিবর্তন করো, কারণ স্বর্গ রাজ্য সন্নিকট। স্বর্গ ଯିବା ପାଇଁ ପ୍ରଥମ ଆବଶ୍ୟକତା ହେଉଛି ମନ ପରିବର୍ତ୍ତନ। ଜାତି ପରିବର୍ତ୍ତନ ନାହିଁ, ନାମ ପରିବର୍ତ୍ତନ ନାହିଁ, ଭାଷା ପରିବର୍ତ୍ତନ ନାହିଁ। ସେ କୁଇ ଲୋକ ତ କୁଇ କହୁଛି, ସୌରା ତ ସୌରା କହୁଛି, ହୋ ବାଲା ହୋ କହୁଛି, ସାନ୍ତାଳୀ ସାନ୍ତାଳୀ ତ ଭାଷା ତ ସେଟା ଏକା ଅଛି, ଆଦିବାସୀ ତ ଆଦିବାସୀ। ମୋର ପ୍ରିୟ ମାନେ ମୁଁ କାହିଁକି କଥା ଆପଣ କହୁଛି, ଦୟାକରି ଭଲ କରି ଶୁଣନ୍ତୁ। ପ୍ରଥମ ଆବଶ୍ୟକତା ହେଉଛି ମନ ପରିବର୍ତ୍ତନ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ହେବା ପାଇଁ କଣ କରିବାର ଅଛି? ମନ ପରିବର୍ତ୍ତନ କରିବାର ଅଛି, ଧର୍ମ ପରିବର୍ତ୍ତନ ନାହିଁ। ଦୟାକରି ଧ୍ୟାନ ଦେଇ ଶୁଣନ୍ତୁ, ପୃଥିବୀରେ ଏପରି କୌଣସି ଧର୍ମ ନାହିଁ ଯାହା ଆପଣଙ୍କୁ ପରିତ୍ରାଣ ଦେଇପାରିବ। ପୃଥିବୀରେ କୌଣସି ଧର୍ମ ପରିତ୍ରାଣ ଦେଇପାରିବ ନାହିଁ। ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ପରିତ୍ରାଣ ଦେଇପାରିବ। ପୃଥିବୀର କୌଣସି ଧର୍ମ, ଭାରତ ଧର୍ମ ତ ଛାଡ଼ ଛାଡ଼, ପୃଥିବୀର କୌଣସି ଧର୍ମ ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ପରିତ୍ରାଣ ଦେଇପାରିବ ନାହିଁ, ପାପ କ୍ଷମା ଦେଇପାରିବ ନାହିଁ। ପାପ କ୍ଷମା ଯଦି ଦେଇପାରିବେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେଇପାରିବେ। ଆଉ ସେ କୌଣସି ଧର୍ମର ନୁହନ୍ତି। ସେ ସମସ୍ତଙ୍କ ପାଇଁ ଏକମାତ୍ର ତ୍ରାଣକର୍ତ୍ତା ଅଟନ୍ତି, ଏକମାତ୍ର ମୁକ୍ତିଦାତା ସେ ହିଁ ଅଟନ୍ତି, ଆଉ କେହି ମଧ୍ୟ ନାହାନ୍ତି। ମନେ ରଖିଥାନ୍ତୁ, କୋଉ ଧର୍ମ ନାହିଁ, କୋଉ ଧର୍ମ ନାହିଁ। ଆପଣଙ୍କୁ ଖ୍ରୀଷ୍ଟିଆନ ଧର୍ମ ବି ସ୍ୱର୍ଗକୁ ନେଇପାରିବ ନାହିଁ, ସନାତନୀ ଧର୍ମ ମଧ୍ୟ ନେଇପାରିବ ନାହିଁ। ଏବେ ସନାତନୀ କହୁଛନ୍ତି, ଆଗରୁ କଣ ବୋଲି କହୁଥିଲେ? ହିନ୍ଦୁ ବୋଲି କହୁଥିଲେ। ଏବେ ହିନ୍ଦୁ ବୋଲି କାହିଁ କହୁନାହାନ୍ତି? କାହିଁକି? ତାର ଅର୍ଥ ଜାଣିଦେଲେନି। ଅର୍ଥ ଜାଣିଲେନି। ହିନ୍ଦୁର ଅର୍ଥ କଣ ଭାବେ? ହିନ୍ଦୁ କହୁନାହାନ୍ତି, ସନାତନୀ ବୋଲି କହୁଛନ୍ତି। ତୁମେ ସନାତନୀ ହୁଅ କି ଖ୍ରୀଷ୍ଟିଆନ ହୁଅ, ଯଦି ମନ ପରିବର୍ତ୍ତନ କରିବ ନାହିଁ ସ୍ୱର୍ଗକୁ ଯାଇପାରିବ? କିଏ ବି ହୁଅନ୍ତୁ, କିଏ ବି ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ କି ସନାତନୀ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଯଦି ମନ ପରିବର୍ତ୍ତନ କରିନାହାନ୍ତି ସ୍ୱର୍ଗ ନାହିଁ। ତେଣୁ ଯେତେବେଳେ ବସିଛ ଖ୍ରୀଷ୍ଟିଆନ ବୋଲି ବସିଛ, ଖ୍ରୀଷ୍ଟିଆନଙ୍କର ଜନ୍ମ ହେଇଛ, ମୁଁ ଖ୍ରୀଷ୍ଟିଆନ ଆଜ୍ଞା, ମୋର ବାପା ଖ୍ରୀଷ୍ଟିଆନ, ମୋର ଜେଜେ ଖ୍ରୀଷ୍ଟିଆନ, ହେଲେ କଣ ହେଲା? ତମର ମନ ପରିବର୍ତ୍ତନ ହେଇଛି କି? ମନ ପରିବର୍ତ୍ତନ, ଖାଲି ଖୋଳ ପରିବର୍ତ୍ତନ ହେଇଯାଇଛି, ଲୁଗା ପରିବର୍ତ୍ତନ ହେଇଯାଇଛି, ଘର ପରିବର୍ତ୍ତନ ହେଇଯାଇଛି, ଗାଡି ପରିବର୍ତ୍ତନ ହେଇଯାଇଛି, ଟିଭି ପରିବର୍ତ୍ତନ ହେଇଯାଇଛି। ତୁମେ ପରିବର୍ତ୍ତନ ହେଇଛ କି? ଆଜି ଦେଖିବେ ଖ୍ରୀଷ୍ଟିଆନ ମାନଙ୍କୁ କଣ ପରିବର୍ତ୍ତନ? ଘର ପରିବର୍ତ୍ତନ, ଗାଡି ପରିବର୍ତ୍ତନ, ଶାଢୀ ପରିବର୍ତ୍ତନ, ଚାକିରି ପରିବର୍ତ୍ତନ। ମନ ପରିବର୍ତ୍ତନ ହେବାର ଅଛି, ମନ ପରିବର୍ତ୍ତନ। ମୋର ପ୍ରିୟ ଭାଇ ଭଉଣୀ ମାନେ, ବାପ୍ତିଜ ଗ୍ରହଣ କରିଲେ ମନ ପରିବର୍ତ୍ତନ କର। ତାପରେ ତାଙ୍କୁ ଧରି ବନ୍ଦୀ ଗୃହରେ ପକାଇଦେଲେ, ତାଙ୍କର ମସ୍ତକ କଟା ହେଲା। ସେତେବେଳେ ଯୀଶୁ ଆରମ୍ଭ କଲେ। ମାଥ୍ୟୁ 4:17 ପଦ, ମାଥ୍ୟୁ 4:17। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର। ଯୀଶୁ ବି କଣ କହୁଛନ୍ତି? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ମୋର ପ୍ରିୟ ମାନେ, ପୃଥିବୀର ସବୁ ରାଜ୍ୟ ନଷ୍ଟ ହେବା ପାଇଁ ଯାଉଛି, କୋଉ ରାଜ୍ୟ ରହିବ ନାହିଁ। ପୃଥିବୀର ସବୁ ରାଜ୍ୟ ନଷ୍ଟ ହବ, ଗୋଟେ ରାଜ୍ୟ ଥିବ ସ୍ୱର୍ଗ ରାଜ୍ୟ, ଆଉ ସେଇ ରାଜ୍ୟକୁ ଯିବାର ଅଛି। ହେଲେ ମନ ପରିବର୍ତ୍ତନ କରିବା ଅଛି। ତମର କୋଉ ଜାତି ହଉ, ତମର କୋଉ ଧର୍ମ ହଉ, ତୁମେ ବ୍ରାହ୍ମଣ ହୁଅ, କରଣ ହୁଅ, ଆଦିବାସୀ ହୁଅ, ଓଡ଼ିଆ ହୁଅ, ତେଲୁଗୁ ହୁଅ, ତାମିଲ ହୁଅ, ଭାରତୀୟ ହଉ କି ଆମେରିକା ହଉ କି ଇଂଲଣ୍ଡ ହୁଅ, ତମେ କୋଉଠି ବି ହୁଅ, ତମକୁ କଣ କରିବାର ଅଛି? ମନ ପରିବର୍ତ୍ତନ କରିବାର ଅଛି, ମନ ପରିବର୍ତ୍ତନ। ଏବେ ଲୋକମାନେ ଧର୍ମକୁ ନେଇ ଗର୍ବ କରୁଛନ୍ତି। କୋଉ ଧର୍ମ ତମକୁ ରକ୍ଷା କରିବ? ରକ୍ଷା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ କରିପାରିବେ। ଆଉ ସେ କୌଣସି ଧର୍ମର ନୁହନ୍ତି, ସେ ସମୁଦାୟ ମାନବ ଜାତି ପାଇଁ ଏକମାତ୍ର ତ୍ରାଣକର୍ତ୍ତା, ଏକମାତ୍ର ତ୍ରାଣକର୍ତ୍ତା। ଦେଖନ୍ତୁ, ଆପଣ ସମସ୍ତେ ଖୋଲିବେ ମାଥ୍ୟୁ 4:21 ପଦ। ପୁତ୍ର ପ୍ରସବ କରିବେ, ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣ ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। କଣ କରିବେ? ଯୀଶୁ କେବଳ ଯୀଶୁ। ସେ କଣ କରିବେ? ତୁମକୁ ସମସ୍ତ ପାପରୁ
ପରିତ୍ରାଣ କରିବେ। ଯୀଶୁ ନାମର ଅର୍ଥ କଣ? ଯୀଶୁ ଯୀଶୁ ହଉଛ ଯେ ଯୀଶୁ ନାମର ଅର୍ଥ ଜାଣିଛ କି? ଦିନ ରାତି ଯୀଶୁ ଯୀଶୁ ଗାଳି କରୁଛ। ଯୀଶୁ ଗୁଡା ଯୀଶୁ ନାମର ଅର୍ଥ ହଉଛି ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା। ଯଦି ଜଣେ ଯୀଶୁ ବୋଲି ନେଉଛି ତାର ମାନେ ସେ କହୁଛି ଯୀଶୁ ତ୍ରାଣ କର୍ତ୍ତା, ଯୀଶୁ ଉଦ୍ଧାରକର୍ତ୍ତା। ଯୀଶୁ ନାମର ଅର୍ଥ ଆଗ ତ୍ରାଣକର୍ତ୍ତା। ସେଇଥିପାଇଁ ଲୁକ ଲେଖିବା ସ୍ୱଳ୍ପ ଲେଖୁଛନ୍ତି। ଲୁକ ତାର 2 ପର୍ବ 10:11। ଲୁକ 2:10-11। ସେଥିରେ ଦୂତ ସେମାନଙ୍କୁ କହିଲେ, କିଏ କହିଲେ? ଦୂତ। ଭୂତ ନାହିଁ ହେଲା। କିଏ କହିଲେ? ଦୂତ। ହଁ, ସେଥିରେ ଦୂତ ସେମାନଙ୍କୁ କହିଲେ ଭୟ କର ନାହିଁ, ଭୟ କର ନାହିଁ। ଦେଖ ଦେଖ ମୁଁ ସମସ୍ତ ଲୋକଙ୍କର ମୁଁ ସମସ୍ତ ଲୋକଙ୍କର, କେତେ ଲୋକଙ୍କର? ପୃଥିବୀରେ ଯେତେ ଲୋକ ଅଛନ୍ତି, ଯୋଉ ଭାଷା ଅଛି, ଯୋଉ ଜାତି, ଯୋଉ ଧର୍ମ ଅଛି, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର। ପ୍ରିୟ ଭାଇ ଭଉଣୀ ମାନେ, କେବଳ ଗୋଟିଏ ସୁସମାଚାର ଯୀଶୁ ଅଟନ୍ତି। এই দিন ମାନଙ୍କରେ ଆମ ଦେଶର ଖାଲି ଦୁଃସମାଚାର ଚାଲିଛି। ଲୋକମାନେ ମୁକ୍ତି ପାଇବେ ବୋଲି ଯାଉଛନ୍ତି, ଟ୍ରେନରେ ଦଳ ଚକଟାଇ ମରିଗଲେ। ଟ୍ରେନରେ ଆଉ କିଛି ଲୋକ ସେ ମେଳାରେ ଯାଇକରି ସେଠି ଦଳ ଚକଟାଇ କରି ସରକାର ଖାଲି ଶବ ଲୁଚାଇବା ପାଇଁ ଲାଗି ପଡିଛି। କାହିଁକି? ବେଶୀ ଲୋକ ମଲେ ବୋଲି ଅସୁବିଧା। ଏମାନଙ୍କୁ ଶବ ଲୁଚାଇବାର ଅଭ୍ୟାସ ଅଛି ଆଗରୁ ନା। କରୋନା ବେଳେ ଯୋଉ ଲୋକମାନେ ମଲେ ସେ ଶବକୁ ଲୁଚାଇବେ। ଆମର ଓଡ଼ିଶାରେ ଯୋଉ ଟ୍ରେନ ଆକ୍ସିଡେଣ୍ଟ ହେଲା ସେ ଶବ ଲୁଚାଇଲେ। ଏବେ ମେଳାର ଶବ ଲୁଚାଉଛନ୍ତି, ଖାଲି ଶବ ଲୁଚାଇବ ଜୀବନ ସାରା। ଏ ଶବ ନେଇ କଣ କରୁଛନ୍ତି? ଖାଉନ ତ? ତ ବାବା ମାନେ ଭାରି କଣ କହୁଛନ୍ତି? ମୁଁ ମଢ ଖାଉଛି, ମୁଁ ମୁଣ୍ଡର ଖୋପୁଣି ଭିତର ବ୍ରେନ୍ ଖାଉଛି, କଲି ମୁଁ ଭାବୁଥିଲି ସାଧୁ ସନ୍ନ୍ୟାସୀ ଗଲେ ଟିକେ ଭଲ ଲୁଗାପଟା ପିନ୍ଧି ଟିକେ ଭଲ ଶିକ୍ଷା ଦଉଥିବେ। କିଏ କଣ୍ଟାରେ ଶୋଉଛି, କଣ୍ଟାରେ ଶୋ ବାବା। କିଏ ଗୋଟେ ହାତ ଟେକୁ ବାବା, କିଏ ଗୋଟେ ନମଳା ବାବା। ଗୋଟେ ବାବା କହୁଛି ମୁଁ ଜୀବନରେ କେବେ ଗାଧେଇ ନାହିଁ। ହସୁଛନ୍ତି, ଦୁଃଖ ଲାଗୁଛି। ଏଟା ଆମ ନିଜର ଦେଶ, ଆମେ ଭଡ଼ାରେ ନାହିଁ। ଆମର ପ୍ରାର୍ଥନା କର, ପ୍ରଭୁ ଆମ ଦେଶକୁ ରକ୍ଷା କର, ଆମ ଦେଶ ପରିଚାଳନା କର। ଦୁଃଖ ଲାଗୁଛି ମୋର ପ୍ରିୟ ମାନେ, ଅନ୍ଧକାରରେ ବୁଲୁଛନ୍ତି ଲୋକ। এইটা দুঃখ। তোমার ধর্মকে নিয়ে গর্ব করছো কর, কিন্তু সেই ধর্ম পরিত্রাণ দিয়ে পারবো কি? মুক্তি দিয়ে পারবো কি? পাপ ক্ষমা দিয়ে পারবো কি? স্বর্গকে নেই কুহ। আমি ବି ଗ୍ରହଣ କରୁ। ଆମେ ଯୀଶୁକୁ କାହିଁ ଗ୍ରହଣ କଲୁ? ଆମକୁ ସେଇ ଭଗବାନ ଭଲ ଲାଗିଲା ନାହିଁ ବୋଲି ଯୀଶୁକୁ ଗ୍ରହଣ କରିଲୁ। ଆମକୁ ସେଇ ଧର୍ମ ଭଲ ଲାଗିଲା ନାହିଁ ବୋଲି ଯୀଶୁକୁ ଗ୍ରହଣ କରିଲ। ଯୀଶୁକୁ କାହିଁକି ଗ୍ରହଣ କଲୁ? ଯେ ଯୀଶୁଙ୍କ ଛଡ଼ା ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଦ୍ୱିତୀୟ ନାମ ନାହିଁ। ପଢନ୍ତୁ ସେ ପୁତ୍ର କଣ? ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାଇଁ, ଆପଣ ପଢନ୍ତୁ ଲୁକ 2:10-11। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଯୀଶୁ ବେଥଲେହେମରେ ଜନ୍ମଗ୍ରହଣ କରିଛନ୍ତି। ହାଲେଲୁୟା। ଯୀଶୁ ନାଜରେଥରେ ଜନ୍ମଗ୍ରହଣ କରିଛନ୍ତି। ମତେ ଜଣେ କହୁଥିଲା କଣ ବୋଲି, ଆଜ୍ଞା ଯୀଶୁ ତ ବେଥଲେହେମରେ ଜନ୍ମଗ୍ରହଣ କଲେ, ଆମେ ତାକୁ କାହିଁକି ପ୍ରଭୁ ବୋଲି ମାନିବୁ? ଆମକୁ ବିଦେଶୀ ଭଗବାନ ଦରକାର ନାହିଁ, ସ୍ୱଦେଶୀ। ମୋର ପ୍ରିୟମାନ, ଈଶ୍ୱର କେବେ ବିଦେଶୀ ସ୍ୱଦେଶୀ ହେଲେ? ଈଶ୍ୱର କଣ ବିଦେଶୀ ସ୍ୱଦେଶୀ ଥାନ୍ତି? ଈଶ୍ୱର ମାନେ ଈଶ୍ୱର, ପ୍ରଭୁ ମାନେ ପ୍ରଭୁ। ସେ ବିଦେଶୀ ପ୍ରଭୁ ସ୍ୱଦେଶୀ ପ୍ରଭୁ ନାହାନ୍ତି। ଆମ ଦେଶର କଣ? କାହିଁକି ଗୋବର ଖାଉଛନ୍ତି, ଗାଈ ମୁତ ପିଉଛନ୍ତି? ଏବେ ଜ୍ଞାନ ମଧ୍ୟ ନାଇଁ। ମୁଁ କହୁନି, ସେମାନେ କହୁଛନ୍ତି। ସେମାନେ କଣ କହୁଛନ୍ତି? ମାନେ ଆମେ ଆଦିବାସୀ ମାନେ କଣ ଖାଇବୁ? ଗୋବର ଖାଇବୁ, ଗାଈ ମୁତ ପିଇବୁ। ତମେ କଣ ଖାଇବ? କ୍ଷୀର ପିଇବ, ଦହି ପିଇବ, ଲହୁଣୀ ଖାଇବ, ଛେନା ଖାଇବ, ସବୁ ଖାଇବ। ଗାଈ ମରିଗଲେ ଆମେ ପିଇବାକୁ ଯିବୁ। ଏବେ ଯଦି ଆଗକୁ ଆମର ଆଦିବାସୀ ମାନେ ସେ ମଲା ଗାଈକୁ ଉଠାଇବାକୁ ଯିବେ ନାହିଁ, ତେବେ ଜଣା ବଚବାଦେ ମା ମା ବୋଲି କହୁଛୁ। ବଚବାଦେ ମା ମା ମରିଗଲେ ଆମେ ପିଇବାକୁ ଯିବୁ। ତମାକୁ ତ ମାସ ବି ଲଗେଇବ ନାହିଁ। କଣ କହୁଛନ୍ତି? ମାନେ ଅବାନ୍ତର କଥା। ଗୋ ଚାଲାଣ ବନ୍ଦ ହେବା ଦରକାର। ମୁଁ ବି କହୁଛି ବନ୍ଦ ହେବା ଦରକାର। ଗୋ ଚାଲାଣ ବନ୍ଦ ହେବା ଦରକାର, କିନ୍ତୁ ଗୋ ମାଂସ ରପ୍ତାନୀ ମଧ୍ୟ ବନ୍ଦ ହେବା ଦରକାର। ମାନେ ଆମର ଭାରତ ବିଦେଶକୁ ଗାଈ ମାଂସ ପଠାଇବାରେ 1 କି 2 କି 3 କି 4 ଭିତରେ ଅଛି। 1 2 3 ଭିତରେ ଅଛି। ସରକାର କାର୍ଡଟା ଅଛି, ତମରଟା
ବିକବା ଲୋକ କିଏ? ତମର ଲୋକ। ଆମେ ବିକୁନୁ, ଆମେ ଗାଈ ମାଂସ ବିକୁନୁ। ଆମେ ପ୍ରିୟ ମାନେ ଆମେ ବିକବା ଲୋକ ନାହିଁ, ବିକୁଛ ତମେ। ତମର ମାକୁ ମାରିକରି ମାଂସ ବିକୁଛ ତମେ, ମାରୁଛ ଆମକୁ। କଣ କହୁଛନ୍ତି? ନାଇଁ ସଭା ହେଲେ ହଜାର ଶହ ଶହ ସଂଖ୍ୟାରେ ଗାଈ ମାରିବୁ, ଆମେ ମାରିବୁ ଗାଈ। ଆସ ତମେ, ତମକୁ ମଟନ ଖୁଆଇବୁ, ତମର ଜୀବନ ସେତିକି ଖାଇବୁ। ଆମର ମିଟିଂରେ ଆମେ ଯୋଉ ରକମର ଛେଳି ମାରୁଛୁ, କୁକୁଡ଼ା ମାରୁଛୁ, ସେତିକି ଗୁଡି ମାରୁନଥିବେ। ସେ ଦିନ ଗଲା, ହିନସ୍ତାର ଦିନ ଗଲା। ଆସ ବସିକରି ଦେଖ କଣ କହୁଛନ୍ତି। ହଜାର ହଜାର ସଂଖ୍ୟାରେ ତୁମେ ମାରି ବିକୁଛ ବିଦେଶକୁ। ମୁଇଁ କହୁ ନାହିଁ, ମୋବାଇଲରେ ଯେ ବି ମାର ଜଣା ପଡିବ। ଆଉ ସେ ଗାଈ ମାଂସ ବିକବା ଲୋକଠୁ ଏ ସରକାର ଚାନ୍ଦା ବି ନେଇଛି ଇଲେକ୍ସନ ସମୟରେ। କୋଟି କୋଟି ଟଙ୍କା ଚାନ୍ଦା ଏମାନେ। ମୁଁ କାହିଁକି କହୁଛି, ମୁଁ ବିରୋଧରେ କହୁ ନାହିଁ, ଜାରି ରଖିଥାନ୍ତି ଆମର ଆଦିବାସୀ ମାନେ। ପ୍ରବୃତ୍ତ ହୁଅନ୍ତୁ ନାହିଁ, ମନ ପରିବର୍ତ୍ତନ କରନ୍ତୁ, ଜୀବନ ପରିବର୍ତ୍ତନ କରନ୍ତୁ, ଚରିତ୍ର ପରିବର୍ତ୍ତନ କରନ୍ତୁ। ତେଣୁ ଯୀଶୁଙ୍କ ଛଡା ଆଉ କେହି ଆପଣଙ୍କୁ ସ୍ୱର୍ଗକୁ ନେଇପାରିବ ନାହିଁ, ବା ନେଇପାରିବ ନାହିଁ। କଣ ଲେଖାଯାଇଛି? ତୁମମାନଙ୍କ ନିମନ୍ତେ ଆନନ୍ଦଜନକ ସୁସମାଚାର ଜଣାଉଛି, ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରୁଛି। କାହା ପାଇଁ? ତୁମମାନଙ୍କ ପାଇଁ। ସେ କୋଉ ଜାତି, କୋଉ ଭାଷା, କୋଉ ଧର୍ମ ହଉ, ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି। ନାଁ ବି ଲେଖାଇଛି। କଣ ଲେଖାଇଛି? ଖ୍ରୀଷ୍ଟ ପ୍ରଭୁ। ଖ୍ରୀଷ୍ଟ ପ୍ରଭୁ। ମୋର ପ୍ରିୟ ମାନେ, ଖ୍ରୀଷ୍ଟିଆନ ମାନେ କାହାକୁ ବୋକା ବନାନ୍ତି ନାହିଁ। କଣ କରନ୍ତି? ଶାସ୍ତ୍ର ଦେଖାଇ କରି କୁହନ୍ତି। ଶାସ୍ତ୍ର, ତମର ପାଖରେ ଶାସ୍ତ୍ର ନାହିଁ, ପାଇଁ ବସ୍ତ୍ର ଧରିଛନ୍ତି। ଯଦି ଶାସ୍ତ୍ର ଅଛି, ତୁମେ ଏବେ ସଭା କର, ତମ ଶାସ୍ତ୍ର କାଢ ଆଉ ବୁଝାଅ। ଏଠି ଲେଖା ହେଇଛି, ଏ ପରିତ୍ରାଣ ଦେବେ, ସେ ମୁକ୍ତି ଦେବେ, ସେ ସ୍ୱର୍ଗକୁ ନେବେ। କୁହ, ଥିଲେ ତ କହିବ, ଥିଲେ ତ କହିବ। ମୋର ପ୍ରିୟ ମାନେ, ଆମର ପାଖରେ କଣ ଅଛି? ଶାସ୍ତ୍ର ଅଛି। ତମର ପାଖରେ ଅସ୍ତ୍ର ଅଛି। ଅସ୍ତ୍ରରେ ଜଣେ ଲୋକ ଡରାଇ ହେବ, ଧମକାଇ ହେବ, କିନ୍ତୁ ଶାସ୍ତ୍ରରେ ଜଣକୁ ପରିବର୍ତ୍ତନ କରିହେବ। ସେଇଥିପାଇଁ ମୋର ପ୍ରିୟ ମାନେ, ଥରେ ଯଦି ଜଣେ ଲୋକ ବାଇବଲ ପଢିଦେଲା, ତାକୁ ବୋକା ବନାଇବ। ବୋକା ବନାଇବ କି? Once upon a time we are boka. Kortilo, once upon a time ଗୋଟେ ସମୟରେ ଆମେ ବୋକା ଥିଲୁ। ଆମେ କହୁଛୁ ଥିଲୁ। ମୋର ବାପା ମା ବି ଥିଲେ, ତମେ ବି ଥିଲ, ଆମେ ବି ଥିଲୁ। କିନ୍ତୁ ଯୋଉ ଦିନ ବାଇବଲ ପଢିଦେଲୁ, ସତ ଜାଣିଦେଲୁ। ସେଟା ଆମ ଦେଶର କଣ ବୋଲି କହୁଛନ୍ତି? ଦୁଇଟାରୁ ସେ ମନା କରୁଛନ୍ତି, ଏ ବିଦେଶୀ ଭଗବାନଙ୍କୁ ମାନିବୁ ନାହିଁ। ମାନେ ଏମାନଙ୍କ ପାଇଁ କର ସ୍ୱଦେଶୀ ବିଦେଶୀ ଖାଲି। ଭଗବାନ କଣ? ସ୍ୱଦେଶୀ ବିଦେଶୀ। ଏମାନଙ୍କ ବୁଝାସୁଝା କେମିତି ଜାଣିଛନ୍ତି? ଗାଁରେ ଗୋଟେ ଦେବତା ଥିବେ। କୋଉ ଦେବତା? ଗ୍ରାମ୍ୟ ଦେବତା, ସରପଞ୍ଚ ଭଳିଆ। ସେ ଗାଁର ଭଲ ମନ୍ଦ ବୁଝିବେ, ତାର କାମ କଲେ ଗାଁ ଭିତରେ। ସବୁ ଗାଁରେ ଗୋଟେ ଗୋଟେ ଦେବତା ଥିବେ, ଗ୍ରାମ୍ୟ ଦେବତା। ତାପରେ ଜିଲ୍ଲାର ଗୋଟେ ଦେବତା ଥିବେ, ହେଲା। ଗଞ୍ଜାମ ଜିଲ୍ଲାର ଗୋଟେ ଦେବତା, କୋରାପୁଟ ଜିଲ୍ଲାର ଗୋଟେ, ରାୟଗଡା ଜିଲ୍ଲାର ଗୋଟେ, ଯାଜପୁର ଜିଲ୍ଲାର ଗୋଟେ, କେନ୍ଦୁଝର ଜିଲ୍ଲାର ଗୋଟେ, ସମ୍ବଲପୁର ଗୋଟେ। ମାନେ କଣ ସେଟା? ତାକୁ କହିବେ ଜିଲ୍ଲାପାଳ। ଗୋଟେ ହଉଛି ସରପଞ୍ଚ ଗାଁ ପାଇଁ, ଆଉ ଜିଲ୍ଲାକୁ ସମ୍ଭାଳିବା ପାଇଁ ଗୋଟେ ଜିଲ୍ଲାପାଳ। ତାପରେ ରାଜ୍ୟପାଳ, ଓଡ଼ିଶାର ଗୋଟେ ଭଗବାନ ଥିବେ। ତାପରେ ରାଷ୍ଟ୍ରପତି ଥିବେ। ଭଗବାନ ସେମିତି ଥାନ୍ତି, ଈଶ୍ୱର ସେମିତି ଥାନ୍ତି। ଗାଁରେ ଗୋଟେ, ଜିଲ୍ଲାରେ ଗୋଟେ, ସହରରେ ଗୋଟେ, ଦେଶରେ ଗୋଟେ, ରାଜ୍ୟରେ ଗୋଟେ। ଈଶ୍ୱର ଥାନ୍ତି ଗୋଟେ ଗୋଟେ ଗୋଟେ। ମତେ ଜଣାଅଛି ଗୋଟେ ମୋର ଭାଇର ସେ ଗୋଟେ ଲେକ୍ଚରର ମତେ କହିଲେ, ନିରଞ୍ଜନ ମୁଁ 33 କୋଟିକୁ ମାନେ। ମୁଁ କହିଲି, ଭାଇନା ତମକୁ ଗୋଟେ ବର୍ଷ ଦଉଛି ଟାଇମ, ତ 33 କୋଟି ନା ଲେଖି ଆଣ। ଆଜି ଆସିନି, ଆଜି ଆସେ ପ୍ରଫେସର। ମୁଁ ତ କହୁଛି ପୁରା, ତମର 100ଟା ବନିତକୁ ବସାଅ আর 33 কোটি নাম 1 2 3 4 5 6 করে লেখো, তোমার জীবন সরিଯିବ। লেখিপার লেখো, আলু পিঁয়াজ বাଇଗଣ ଟମାଟୋ ସବୁ ଲେଖ, ଲେଖିକରି 33 କୋଟି। ମୋର ପ୍ରିୟ ମାନେ, ଆମର ଦେଶ ଲୋକ କେତେ ବୋକା ଆପଣ ଜାଣିବେ। କଣ କରିବେ? ଲୋକମାନେ 20-30 ଲକ୍ଷ ଟଙ୍କାର କାର୍ କିଣୁଛନ୍ତି, ଆଉ ସେ କାରରେ ଲେମ୍ବୁ ମର୍ଚ ଝୁଲେଇ କରି ବୁଲୁଛନ୍ତି। ସେଇଠୁ ଜାଣିଦେବା କଥା ମୁଣ୍ଡରେ କେତେ ମସଲା ଥିବ।
ଧର୍ମ କଥା କହୁଛ ଗାଡିରେ ଲେମ୍ବୁ ମରିଚ କଣ ପାଇଁ ପଖାଳ ଭାତରେ ସତ ନା ନାହିଁ ଯେତେବେଳେ ପଖାଳ ଖିଆ ହବ ଲେମ୍ବୁ ଦଳା ହବ ଲଙ୍କା ଦଳିବ ଲୁଣ ପକାଇକରି ସେଟା ପାଇଁ ପ୍ରଭୁ ଦେଇଛନ୍ତି କଣ ଯଦି ଲେମ୍ବୁ ମରିଚ ବାନ୍ଧି ଦେଲେ ଗାଡି ସୁରକ୍ଷା ହେଇଯାଉଛି ଆମେ ବି ବେକରେ ବାନ୍ଧି ବୁଲବା କଥା କଣ ପାଇଁ ନାଇଁ ରେ ଲେମ୍ବୁ ମରିଚ ବେକରେ ବାନ୍ଧି ସୁରକ୍ଷା ପ୍ରିୟ ମାନେ ଆମେ ବୋକା ଥିଲୁ ଆମକୁ ବୋକା ବନାଉଥିଲେ ଏବେ ଆମର ଗାଡିରେ ଲେମ୍ବୁ ମରିଚ ନାହିଁ ଲେମ୍ବୁ କଣ ହବ ଘରେ ଲେମ୍ବୁ ପାଣି ଶାଗ ତରକାରୀ ହେଲେ ଲଙ୍କା କରିକି ଖାଉଛୁ ନା ଠିକ ଆଗ କେମିତି ଥିଲୁ ଆମେ ତ ଆଦିବାସୀ ବୋକା ତ ଥିଲୁ କଣ ବୋଲି କହୁଥିଲେ ନାଇଁ ନାମ ଅଲଗା ଭଗବାନ କୋଠି ଆମେ ହେଇଥିବ ପରା ବୋଲି ଭାବୁଥିଲୁ ଯେତେବେଳେ ସ୍କୁଲ ଗଲୁ ସଙ୍ଗୀତା ରୋହିତ ପ୍ରେଜେଣ୍ଟ ସାର୍ କବିତା ମାଝୀ ପ୍ରେଜେଣ୍ଟ ସାର୍ କବିତା ସଙ୍ଗୀତା ସରିତା ବୋଲେ ଅଲଗା ଲୋକ ସବୁ ନାଇଁ ନା ଅଲଗା ତ ଲୋକ ଅଲଗା ହେଇଯାଉଛି ଏଠି ଯେତିକି ଲୋକ ବস্তୁ ସବୁର ନା ଅଲଗା ଅଛି କାହିଁକି ଲୋକ ବି ଅଲଗା ଲୋକ ବି ଏ ଆଜ୍ଞା ମୁଇଁ ହେବି କେଟା ମୁଇଁ ଆଜ୍ଞା ସେ ସେମିତି ବୋକା ବନାଉଥିଲେ ନା ଅଲଗା ଯେତେବେଳେ ଆଧାର କାର୍ଡ ଆସିଲା ଜାଣିଲୁ ନାଇଁ ଭୋଟର କାର୍ଡ ଆସିଲା ଜାଣିଲୁ ନାଇଁ ନା ଅଲଗା ହେଲେ ଲୋକ ବି ଅଲଗା ତାପରେ ଆମେ ପାଠ ପଢାଉଥିଲେ କଣ ନାଇଁ ରାସ୍ତା ଅଲଗା ପହଞ୍ଚିବ ଜାଗା ଗୋଟେ କାଲି ଆସିଲା ବେଳକୁ ଆଜ୍ଞା ମୋତେ ଫୋନ କଲେ ନାଇଁ ଆଜ୍ଞା ଆପଣ ବାହାରିବେ ସେଠୁ କୋଉଠୁ ଆମେ ବାହାରିବୁ ସେଟା ଚନ୍ଦ୍ରଗିରି ବାହାରିବେ ଆଜ୍ଞା ସିଧା ରାସ୍ତା ନିତିଗୁଡି ମୁଁ କହିଲି ସେ ବାଟ ବୁଝାଉନି ନେବାକୁ ଆଇବ ତ ଆଇବୁ ରାତି ସାରା ଜଙ୍ଗଲ ବୁଲୁଥିବୁ କାହିଁକି ଗୋଟେ ରାସ୍ତା ଫିଟି ଗଲା ବେଳେ ଗାଁଟା ରାତିରେ କେହି ନଥିବେ ନେଟୱାର୍କ ନଥିବ କାହାକୁ ପଚାରିବୁ ଗାଈକୁ ପଚାରିବୁ ଗଛକୁ ପଚାରିବୁ କାହାକୁ ପଚାରିବୁ ପରଫିଆ ମାନେ ମୋର କରି ନେବାକୁ ଆଇବ ନ ପାର୍ଲା ଫିଟି ଯିବୁ କାରଣ ସେଠୁ ଜଣା ଆମକୁ ପାର୍ଲା ଫିଟି ରାସ୍ତା ଜଣା କୋଉଟା ରାସ୍ତା ସୁଧା ପରେ ନାଇଁ ଆଜ୍ଞା କେମିତି କରିବା ଆସିବେ ତ ଆସିବୁ ନହେଲେ ସକାଳେ ଆସିବୁ କାହିଁକି ରାସ୍ତା ଫିଟି ଗଲେ କାହା ଫିଟିଛି ପ୍ରିୟ ଭାଇ ଭଉଣୀ ମାନେ ଏଠୁ ଜାଣିଲୁ କଣ ଆପଣ ଗୋଟେ ଅଲଗା ଟ୍ରେନରେ ବସିଥିବେ ଆଉ ପୂଜା ଆପଣ କଣ କରିବେ ଭୁବନେଶ୍ୱର ଯିବା ବସରେ ବସି ଦେଇକି ରାୟଗଡା ଯିବି ବୋଲି କହୁଛି ବସିକିରି କୋଉଠି ଯିବ ରାୟଗଡା ଯିବି ନାଇଁ ଭୁବନେଶ୍ୱର ବି ରାୟଗଡା ମୋର ପ୍ରିୟ ମାନେ ଏମିତି ବୋକା ଆମେ ଥିଲୁ ଆମକୁ କହୁଥିଲେ ପୁରା ଏପଟେ ବୁଝିବେନି ଆମର ଦେଶିଆ ଲୋକ ବେଶୀ ହିନସ୍ତା କରୁଥିଲେ କଣ କହୁଥିଲେ ଦେଶିଆ ଉଲ୍ଲୁ ଭୁଇଁରେ ଢୁଲୁ ମାନେ କଣ ଢୁଲୁ ମାନେ ଶୋଇବା କଣ ଦେଶିଆ ଉଲ୍ଲୁ ଭୁଇଁରେ ଢୁଲୁ ଆମେ ତ ତଳେ ଶୋଉଥିଲୁ ନା କଣ କହୁଥିଲେ ଆମର କନ୍ଧ ଲୋକକୁ କନ୍ଧ ନ ଜାଣେ ଭଲ ମନ୍ଦ ଏବେ ସେ କନ୍ଧମରେ ପାଠ ପଢିକରି ଇଞ୍ଜିନିୟର କେ ଡକ୍ଟର କେ ପ୍ରଫେସର କେତେବେଳେ ହେଲା ଯେତେବେଳେ ଆମେ ଯୀଶୁକୁ ଗ୍ରହଣ କଲୁ ତେବେ ହେଇଛି ମୋର ପ୍ରିୟ ଭାଇ ଭଉଣୀ ମାନେ ଯୀଶୁ ଆମକୁ ବଡ କରିଛନ୍ତି ଯୀଶୁ ଆମକୁ ରକ୍ଷା କରିଛନ୍ତି ଯୀଶୁ ହିଁ ଆମର ପ୍ରଭୁ ଆହୁରି କିଏ ଭରସା ନାହିଁ ଆମର ଆମେ ଜାଣି ସାରିଲୁଣି ମୋର ପ୍ରିୟ ମାନେ ଏ ଦେଶରେ ଜାଣି ସାରିଲୁଣି ଆମର ପ୍ରତି କାହାର ଭରସା ଅଛି କାହାର ନାହିଁ ଆମକୁ କେହି କଣ ଆମେ ଜାଣିଛୁ କେବଳ ଯୀଶୁ ହିଁ ଆମର ଭରସା ସତ ନା ନାହିଁ ଆସନ୍ତୁ ସେ ପଦ ଟିକେ ଗାଇବା ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା କହିବୁ ବି ଟିକେ ଶାନ୍ତି କରିବେ ହେଲା ଖାଲି ଘୋଷାଟା ବୋଲିବା ବସିକରି ଗାଇବା ଟିକେ ହାତ ଉଠେଇକି ତାଳି ବଜାଇବା ହେଲା ଉଠେଇକି ତାଳି ବଜାଇବା ସମସ୍ତେ ହେଲା ବସିକରି ଗାଇବା ଆନନ୍ଦରେ ଗାଇବା ଯୀଶୁ ତୁମେ ମୋର ଆଶା ହେଲା ଷ୍ଟାର୍ଟ କରୁ ଭାଇ ଟିକେ ଗିମ୍ବଲ ଟିକେ ଦରକାର ଯୀଶୁ ତୁମେ ମୋର ଆଶା Tume
ତୁମେ ମୋର ଆଶା ହେଲା ଗାଇଲେ ତ ଦାନ୍ତ ଫାତ ଅଛି ନା ନାହିଁ প্রিয় মানে আমার আর কি আশা নাই আমার জমি বি আমার আশা নাই চাকরি বি আমার আশা নাই ব্যবসায় বি আমার আশা নাই আমি জমি থিবারু বঞ্চনু প্রভু থিবারু বঞ্চনু আমি চাকরি থিবারু বঞ্চনু প্রভু থিবারু আমি ব্যবসায় থিবারু প্রভু থিবারু দান্ত দেখাইব হসি করে গাইব যদি গীত বুঝু নাই বাকি হল খান লোক লাগুଛି গীত গাଉଛି ହେଲା ମୁଁ ଦେଖୁଛି ବେଳେ ବେଳେ କଏନ ଗ୍ରୁପରେ ଭାଇ ଭଉଣୀ ନାଚଥିବ ବୁଝୁ ନଥିବ ଠିଆ ହେଇକରି ସେମିତି ବି ଗାଇ ମୁଁ ଦେଖୁଛି ବୁଝୁ ନଥିବ ଲାଇନରେ ଠିଆ ହେଇକରି ଠିକ ଅଛି ଥରେ ବୋଲିବା ଦାନ୍ତ ଦେଖେଇକରି ହାତ ହଲେଇକି ଦୁଇଟା ହାତ ହଲେଇକରି ବୋଲିବା ହେଲା ଯିଶୁ ତୁମେ ମୋର ଆଶା ଯିଶୁ ତୁମେ ମୋର ଆଶା ଭରସା ତୁମେ ମୋ ବିଶ୍ୱାସ ଭୂମି ମୋର ମୁଖ ଦିଶରାଣୀ ତୁମେ ମୋ ବିଶ୍ୱାସ ଭୂମି ମୋର ମୁଖ ଦିଶରାଣୀ ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ଯିଶୁ ତୁମେ ମୋର ଆଶା ଯିଶୁ ତୁମେ ମୋର ଆଶା ଯିଶୁ ତୁମେ ମୋର ଆଶା ଯିଶୁ ତୁମେ ମୋର ଗୌରବମୟ ଭରସା ଯିଶୁ ତୁମେ ମୋର ଆଶା ଗୌରବମୟ ଭରସା ଯୀଶୁକୁ ଗ୍ରହଣ କଲୁ ଯୀଶୁକୁ କାହିଁ ଗ୍ରହଣ କଲୁ ମନ କାହିଁକି ପରିବର୍ତ୍ତନ କଲୁ କାରଣ ଯୀଶୁ ସତ୍ୟ ପରମେଶ୍ୱର ଲେଖା ଅଛି ମନ ପରିବର୍ତ୍ତନର ଉପଯୁକ୍ତ ଫଳ ପ୍ରଥମରେ ମନ ପରିବର୍ତ୍ତନ ଧର୍ମ ପରିବର୍ତ୍ତନ ନାହିଁ ଜାତି ପରିବର୍ତ୍ତନ ନାହିଁ ମନ ପରିବର୍ତ୍ତନ କର ପ୍ରଭୁ ଯୀଶୁ କଣ କହିଲେ ମନ ପରିବର୍ତ୍ତନ କାହିଁକି ତାହାଙ୍କ ଛଡା କାରଣ ସେ ତାର କଥା ପଦ ପଢିବେ ପ୍ରେରିତ 4 ପର୍ବ 12 ପଦ ତାହାଙ୍କ ଛଡ଼ା ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କାରଣ ଯାହା ଦ୍ୱାରା ଆପଣମାନଙ୍କୁ ପରିତ୍ରାଣ ପାଇବାକୁ ହବ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଆଉ ଦିଆଯାଇ ନାହିଁ କୌଣସି ନାମ ଶୁଣି ରଖିଥାନ୍ତୁ ପ୍ରିୟ ଭାଇ ଭଉଣୀ ମାନେ ଆକାଶ ତଳେ ଆଉ କୌଣସି ନାମ ଦିଆଯାଇ ନାହିଁ କୌଣସି ନାମ ନାହିଁ ଯୋଉ ନାମରେ ପରିତ୍ରାଣ ପାଇପାରିବ ପରିତ୍ରାଣ ପାପ କ୍ଷମା ମୁକ୍ତି କେବଳ ଯୀଶୁ ନାମରେ ହାଲେଲୁୟା ଆଉ କୌଣସି ନାମରେ ନାହିଁ ଯଦି ଅଛି ତୁମେ କୁହ ଶାସ୍ତ୍ର କହୁଛି ଯୀଶୁଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ ମୁଁ କହି ରଖେ ଆପଣମାନଙ୍କୁ ଯୀଶୁ କେବଳ ଖ୍ରୀଷ୍ଟିଆନ ମାନଙ୍କର ପ୍ରଭୁ ନାହିଁ ସେ ସମୁଦାୟ ମାନବ ଜାତିର ପ୍ରଭୁ ଅଟନ୍ତି ସେ ସମସ୍ତଙ୍କ ତ୍ରାଣ କଥା ଆଉ ସେ ସମସ୍ତଙ୍କ ପାଇଁ କୁଶଳ ମଗୁଥିଲେ ଏବେ ପ୍ରଭୁ କଣ କରୁଛନ୍ତି ସମସ୍ତଙ୍କୁ ମନ ପରିବର୍ତ୍ତନ କରିବାକୁ ସୁଯୋଗ ଦେଉଛନ୍ତି ଏମିତି କଣ ପାଇଁ ମନ ପରିବର୍ତ୍ତନ କର ଯଦି କିଛି ପରିବର୍ତ୍ତନ ହେଇନାହିଁ ପରିବର୍ତ୍ତନ ହେଇଯାଅ ଆଜି ବି ପ୍ରାର୍ଥନା କରିବା ପ୍ରଭୁ ମୋର ଜୀବନରେ ଯାହା ଯାହା ପରିବର୍ତ୍ତନ ହେଇନାହିଁ ମୁଁ ପରିବର୍ତ୍ତନ କରିବାକୁ ଚାହୁଁଛି ପ୍ରଭୁ ସାହାଯ୍ୟ କରିବେ ପାପ କ୍ଷମା କରିବା ଲୋକ ସିଏ ପାପ କ୍ଷମା କରିବାର ଅଧିକାର କାଟି ଅଛି ଯୀଶୁ ପଠାଉଛି ଯଦି କୋଉ ନଦୀରେ କୋଉ ବନ୍ଧରେ କୋଉ ପୋଖରୀରେ କୋଉ ହ୍ରଦରେ ବୁଡ଼ିଦେଲେ ପାପ କ୍ଷମା ହେଇଯାଇଥାନ୍ତା ତେବେ ଅଲଗା ବିଷୟ ହେବ ନାହିଁ ସେମିତି ପାପ କ୍ଷମା କେମିତି ହବ ଯୀଶୁଙ୍କ ରକ୍ତରେ ଏକ ପାପ କ୍ଷମା ଆଉ କୋଉଠି ପାପ କ୍ଷମା ହବ ନାହିଁ ମତେ ଦେଖନ୍ତୁ ମୁଁ କାହାଣୀ କହି ନାହିଁ ପ୍ରିୟ ଭାଇ ଭଉଣୀ ମାନେ ଆପଣ ଦେଖିବେ ଏଭଳି ପୁସ୍ତକ ଖୋଲନ୍ତୁ ବଂଶେ ତ ଏଭଳି ପୁସ୍ତକ ତାର 9 ପର୍ବ 22 ପଦ ଏଭଳି 9 ପର୍ବ 22 ପଦ ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚୀକୃତ ହୁଏ ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ ରକ୍ତ ବିନା ପାପ କ୍ଷମା ହୁଏ ନାହିଁ ପାପ କ୍ଷମା କେମିତି ହୁଏ କେବଳ ଯୀଶୁଙ୍କ ରକ୍ତରେ
ଯୀଶୁଙ୍କ ରକ୍ତର ଶକ୍ତି ଅଛି ପାପ କ୍ଷମା କରିବା ପାଇଁ। ସେଇଥିପାଇଁ ଆମେ କଣ କଲୁ, ଏ ବିଭିନ୍ନ ବଳିକୁ ଛାଡ଼ିଦେଲୁ। କୁକୁଡ଼ା ବଳି, ମେଣ୍ଢା ବଳି, କୋଉ ବଳି ରକ୍ଷା କରିପାରିବ? ଆମେ ତ ଏତେ ଅଜ୍ଞାନ ଥିଲୁ, ଲୋକମାନେ ନର ବଳି ମଧ୍ୟ ଦେଉଥିଲେ। ମୋର ପ୍ରିୟ ଭାଇ ଭଉଣୀ ମାନେ ଜାଣିଛନ୍ତି ନା ନାହିଁ, ଆମର ଦେଶରେ ଏତେ କୁସଂସ୍କୃତି ଥିଲା ଯେ ସ୍ୱାମୀ ମରିଗଲେ ସ୍ତ୍ରୀ ମାନଙ୍କୁ ନେଇ ପୋଡଉଥିଲେ, ଲୋକମାନେ ଜିଅନ୍ତା ଜଳାଉଥିଲେ। ସୁସମାଚାର ଆସିଲା ପରେ ଏମାନେ ରକ୍ଷା ପାଇଗଲେ। ହାଲେଲୁୟା। ଏଇଟା ସୁସମାଚାର ଦେଶକୁ କରିଛି। ଖ୍ରୀଷ୍ଟିଆନ ମାନଙ୍କର ଦେଶ ପାଇଁ ଆଶୀର୍ବାଦକୁ ଯଦି ଗଣି ଗଣି ନେବ ସମୟ ଭାବିଯିବ। ସେତିକି ଆଶୀର୍ବାଦ। ଏ ମାଇକ୍ କିଏ ଦେଇଛି? ଖ୍ରୀଷ୍ଟିଆନ। ଏ ଲାଇଟ୍ କିଏ ଦେଇଛି? ଖ୍ରୀଷ୍ଟିଆନ। ଉଡାଜାହାଜ ଖ୍ରୀଷ୍ଟିଆନ, ନ୍ୟୁଜ পেপার ଖ୍ରୀଷ୍ଟିଆନ, ବ୍ୟାଗ ଖ୍ରୀଷ୍ଟିଆନ, ମେଡିକାଲ ମେଡିସିନ ଶିକ୍ଷା। जो इंग्लिश भाषा गाली करुछ से इंग्लिश भाषा भी हमरटा, जो हिंदी भाषा गाली करछ से हिंदी भाषा भी हमरटा। जणे मिशनरी से हिंदी ग्रामर डेवलप कर दैछ। मोर प्रिय माने एमानको संस्कृत ग्रामर बुक भी नथिला, भलो ग्रामर बुक ख्रिस्टियन बनै के दैछ। ठीक संस्कृत भी जान कोनी गले प्रिय माने केते गणी हबो। ଖ୍ରୀଷ୍ଟିଆନିଟି ଯଦି ଆସିଲା ଆମ ଦେଶକୁ ଆଶୀର୍ବାଦ ନେଇକି ଆସିଲା। ଆମର ଅଞ୍ଚଳରେ ଯେତେବେଳେ ପ୍ରମୁଖ ଲୋକମାନେ ଆସିଲେ ଆମକୁ ଚାଉଳ ଦେଇ ଖ୍ରୀଷ୍ଟିଆନ କରିନାହାନ୍ତି, ମେଡିସିନ ଦେଇ ଖ୍ରୀଷ୍ଟିଆନ କରିନାହାନ୍ତି, କମଳ ଦେଇ ଖ୍ରୀଷ୍ଟିଆନ କରିନାହାନ୍ତି। ଆମକୁ ଯଦି ଉନ୍ନତ କରିଛନ୍ତି, ଯୀଶୁ କରିଛନ୍ତି, ଆଉ କେହି ବି କରିନାହାନ୍ତି, ଆଉ କେହି କରିନାହାନ୍ତି। ପ୍ରିୟମାନେ କରିବା ପାଇଁ ଚାହେଁ ଆମେ ସେଇପାଇଁ ଯୀଶୁକୁ ଗ୍ରହଣ କରୁ। ତାଙ୍କର ଛଡା ଆଉ କେହି ପାପ କ୍ଷମା ଦେଇପାରିବ। ଯୀଶୁ କେବଳ ଆମର ପାଇଁ ଆସିନାହାନ୍ତି। ଆପଣ ମାନେ କହୁଥିଲେ ପ୍ରିୟ ମାନେ, ଆପଣ ଦେଖିବେ ପ୍ରେରିତ 17 ପର୍ବ 30 ପଦ ଏବେ ସମସ୍ତଙ୍କୁ ସୁଯୋଗ ଦଉଛନ୍ତି। ପ୍ରେରିତ 17:30 ଈଶ୍ୱର ସେହି ଅଜ୍ଞାନତାର କାଳ ଅପେକ୍ଷା କରିଅଛନ୍ତି, ଈଶ୍ୱର ସେହି ଅଜ୍ଞାନତାର ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି। ମନ ପରିବର୍ତ୍ତନ କରିବା ପାଇଁ, ମନ ପରିବର୍ତ୍ତନ, ଏ ମନ ପରିବର୍ତ୍ତନ କଥା ମୁଁ କରିବା ପାଇଁ ଚାହୁଁଛି। ସମସ୍ତଙ୍କୁ ଜଣାଉଛନ୍ତି, ଭାରତୀୟ ହଉ କି ବିଦେଶୀ ହଉ, କୋଉ ଜାତି ହଉ, କୋଉ ଧର୍ମ ହଉ, ମନ ପରିବର୍ତ୍ତନ କରିବା ପାଇଁ ଜଣାଉଛନ୍ତି। ବାବୁରେ ଟାଇମ ଅଛି, ମନ ପରିବର୍ତ୍ତନ କରିବେ, ମନ ପରିବର୍ତ୍ତନ କରେ, କାରଣ ପ୍ରଭୁ ସବୁକୁ ସୁଯୋଗ ଦେଉଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପରେ ସୁଯୋଗ ଥିବ କି ନାହିଁ ମୁଁ ଜାଣିନାହିଁ, ସୁଯୋଗ ଥିବ କି ନାହିଁ ମୁଁ ଜାଣିନାହିଁ। ଆପଣ ଦେଖିବେ ରୋମିଓ ତାର 2 ପର୍ବ 4 ପଦ, ରୋମିଓ 2 ପର୍ବ 4 ପଦ। କିମ୍ବା ଈଶ୍ୱରଙ୍କ କୃପା ଯେ ତୁମ୍ଭକୁ ମନ ପରିବର୍ତ୍ତନ ଆଡ଼କୁ ଈଶ୍ୱରଙ୍କ କୃପା କଣ କରେ? ଆମକୁ ମନ ପରିବର୍ତ୍ତନ ଆଡ଼କୁ ଖେଳି ଯିବାକୁ ଚେଷ୍ଟା କରେ। ମନ ପରିବର୍ତ୍ତନ କରିବା ପାଇଁ ଏବେ ପ୍ରଭୁ ଯୀଶୁଙ୍କର ଆଗମନ କାହିଁକି ବିଳମ୍ବ ହଉଛି? ମୋର ପ୍ରିୟମାନେ, ଯୀଶୁଙ୍କର ଆସିବାର ବେଳ ହେଇଗଲାଣି। ଜାଣିନାହାନ୍ତି ଲୋକ ଯୀଶୁ କିଏ? ଆମେ ଜାଣିଛୁ। ସେଇଥିପାଇଁ ମଦ ଛାଡ଼ିଦେଲୁ, ବ୍ୟଭିଚାର ଛାଡ଼ିଦେଲୁ, ଚୋରି ଛାଡ଼ିଦେଲୁ, କୁକର୍ମ କାହିଁକି ଜାଣିଛୁ? ଏସବୁର ଦିନ ହିସାବ ହେବ। ପାପର ପ୍ରତିଫଳ ଭୋଗବା ପାଇଁ ପଡ଼ିବ, ପାପର ଦଣ୍ଡ ଭୋଗବା ପାଇଁ ପଡ଼ିବ, ନହେଲେ ଆମେ ମଦ କାହିଁ ଛାଡ଼ିଥାନ୍ତୁ? ମତେ ଥରେ ଜଣେ ଲୋକ କହୁଥିଲା, ଆଜ୍ଞା ବିଦେଶରେ ଆଜ୍ଞା ଖ୍ରୀଷ୍ଟିଆନ ଲୋକମାନେ ବି ଆମ ଧର୍ମ ଗ୍ରହଣ କରୁଛନ୍ତି। ମୁଁ କହିଲି କାହିଁକି କରିବେ ନାହିଁ? ତମେ ମଦ ପିଇଲେ ବି ଗଞ୍ଜେଇ ଖାଇଲେ ବି ଚଳିବ, ମଠରେ ଥିଲେ ଚଳିବ, ବ୍ୟଭିଚାର କଲେ ଚଳିବ, ଯୋଉଟା କଲେ ବି ଚଳିବ, ଆମଟି ଚଳିବ ନାହିଁ। ମଦ ପିଇବାଟା ଚଳିବ ନାହିଁ, ଚୋରି କରିବାଟା ଚଳିବ ନାହିଁ, ଗଞ୍ଜେଇ ଖାଇବାଟା ଚଳିବ ନାହିଁ, ବ୍ୟଭିଚାର ଚଳିବ ନାହିଁ। ସେଇଥିପାଇଁ କଠୋର ହେଇଯାଉଛି, ଲୋକ ଛାଡ଼ି ତମଟି ଯାଉଛନ୍ତି, ତମଟି ସବୁ ଚଳିବ। ମୋର ପ୍ରିୟ ଭାଇ ଭଉଣୀ ଦୟାକରି ଭଲ କରି ଶୁଣନ୍ତୁ। ଏବେ ପ୍ରଭୁ କଣ କରୁଛନ୍ତି? ସମସ୍ତଙ୍କୁ ମନ ପରିବର୍ତ୍ତନ କରିବା ପାଇଁ, ପାପରୁ ଫେରିବା ପାଇଁ ସୁଯୋଗ ଦଉଛନ୍ତି। ସେ କିଏ ବି ହଉ, ଖ୍ରୀଷ୍ଟିଆନକୁ ଅଣଖ୍ରୀଷ୍ଟିଆନକୁ ଉଭୟକୁ ସୁଯୋଗ ଦଉଛନ୍ତି ମନ ପରିବର୍ତ୍ତନ କରନ୍ତୁ। ଏଠି ଯେତେ ଜଣ ବସିଛୁ, ଆମେ ଯେତେ ଜଣ ବସିଛୁ ପ୍ରିୟ ଭାଇ ଭଉଣୀ, ଦେଖିବା ଆମର ମନ ପରିବର୍ତ୍ତନ ହେଇଛି କି? ଆମର ମନ ଦେଖିବା ଦରକାର। ସେ ଆଜି ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି, ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି। ଆମର ମନ 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 ଏ ମନ ନାଟକ ଗୋବର୍ଦ୍ଧନ, ଏ ମନ ତମକୁ ନର୍କକୁ ନେବ, ସ୍ୱର୍ଗକୁ ନେବ। ମନ ପରିବର୍ତ୍ତନ କର। ସମସ୍ତଙ୍କୁ ପ୍ରଭୁ ସୁଯୋଗ ଦେଉଛନ୍ତି, ସମସ୍ତଙ୍କୁ। ଯଦି ଆପଣ ଦେଖିବେ ପ୍ରିୟ ଭାଇ ଭଉଣୀ, ଧର୍ମ ପରିବର୍ତ୍ତନ ନାହିଁ। ଯୀଶୁ ମୃତ୍ୟୁକୁ ଜୟ କରି ଉଠିଲା ପରେ, ସ୍ୱର୍ଗକୁ ଯିବା ପୂର୍ବରୁ
ଶିଷ୍ୟମାନଙ୍କୁ କଥା କହିବା ମନେ ରଖିଥାନ୍ତୁ ପୃଥିବୀରେ ଗୋଟିଏ ପ୍ରଭୁ ଯେ ଜୀବିତ ଅଛନ୍ତି ସେ ଯୀଶୁ ପ୍ରଭୁ ଅଛନ୍ତି ଆଉ ଦ୍ୱିତୀୟ କେହି ମଧ୍ୟ ନାହାନ୍ତି। ଡାଉଟ୍ ଲାଗିବ ଯଦି ମୋବାଇଲ ଯିବ ଗୁଗୁଲକୁ ପଚାରିବ ଗୁଗୁଲ ଯୀଶୁଙ୍କର କବର ଟିକେ ଦେଖାଇଦେ ଗୁଗୁଲ ଦେଖାଇବେ ଆଜି କାଟା ପଚାର କାଟା ଆକାଶ ତଳେ ଯଦି ଜୀବିତ କିଏ ଅଛନ୍ତି ସେ ଯୀଶୁ ପ୍ରଭୁ ଅଛନ୍ତି ଆଉ କେହି ମଧ୍ୟ ନାହାନ୍ତି କାରଣ ସେ ହିଁ ପ୍ରଭୁ ଅଛନ୍ତି ଆଉ ସେ ବିଚାର କରିବାକୁ ଆସୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି ମନ ପରିବର୍ତ୍ତନ କରି କହୁଛି ଦେଖନ୍ତୁ ଲୁକ ଲିଖିତ ସୁସମାଚାର ତାର 24 ପର୍ବ ଦେଖନ୍ତୁ ଲୁକ 24:47 ପୁଣି ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ କଣ ତାହାଙ୍କ ନାମରେ ଶୁଣନ୍ତୁ ପାପ କ୍ଷମା ଜେରୁସାଲେମରୁ ଆରମ୍ଭ କରି ପୃଥିବୀରେ ଯେତେ ଜାତି ଅଛନ୍ତି ସମସ୍ତ ଜାତି ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ କାହା ନାମରେ ପାପ କ୍ଷମା ତାହାଙ୍କ ନାମରେ ଯୀଶୁଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନ ଧର୍ମ ପରିବର୍ତ୍ତନ ନାହିଁ ଧର୍ମ ପରିବର୍ତ୍ତନ କଲେ ପରିତ୍ରାଣ ମିଳିବ ନାହିଁ ମନ ପରିବର୍ତ୍ତନ କରିବା ଅଛି ମନ ପରିବର୍ତ୍ତନ। ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆଜି ଆମକୁ ସୁଯୋଗ ଦେଇଛନ୍ତି ବସିଲା ବେଳେ ଟିକେ ଚିନ୍ତା କରି ଦେଖିବା ମୋର ମନ ପରିବର୍ତ୍ତନ ହେଇଛି ଯୀଶୁଙ୍କର ଆସିବା ଟାଇମ ହେଇଗଲାଣି ପାଖେଇ ଆସିଲାଣି খুব শীঘ্র যিশু আগমন করবে কিন্তু তা পূର୍ବରୁ ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି କାହିଁକି ବିଳମ୍ବ କରୁଛନ୍ତି ଜାଣିଛନ୍ତି ଦ୍ୱିତୀୟ ପିତର 3 ପର୍ବ ତାର 9 ପଦ ପଢିଲେ ଜାଣିପାରିବେ ଦ୍ୱିତୀୟ ପିତର 3 ପର୍ବ ତାର 9 ପଦ ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି ପ୍ରଭୁ ଆପଣ ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରଭୁ ଦଣ୍ଡ ଦେବାକୁ ଜାଣିଛନ୍ତି ଦଣ୍ଡ କାହିଁକି ଦଉନାହାନ୍ତି କାଳେ ମନ ପରିବର୍ତ୍ତନ କରିବ ପରା କାଳେ ପାପରୁ ଫେରିବ ପରା ବା କାଳେ ଅନୁତାପ କରିବ ପରା ଆଗ ମନ ପରିବର୍ତ୍ତନ ତାପରେ ଫଳ ଉତ୍ପନ୍ନ କରିବ ମନ ପରିବର୍ତ୍ତନ କଲେ କି ଫଳ କଣ୍ଟା ଗଛରେ କି ଫଳ ବାହାରିବ ମୋର ପ୍ରିୟ ଭାଇ ଭଉଣୀ ମାନେ ଆଗ ତ ଗଛ ବଦଳବାର ଅଛି ଯୋଉ ଗଛରେ ସେ ଫଳ ଥିଲା ଆଗ କଣ ଥିଲା ଭାଇ ଭଉଣୀ ମାନେ ପାଟିରେ ଘାସ ଭାଗ ପକାଇଦେବେ କହୁଥିଲେ ଏବେ ପାଟି ସଫା ଦାନ୍ତ ବି ସଫା ଯଦି ଟିକେ ପୁଡ଼ିଆ ଖାଇବା ଲୋକ ବସିଛ ଆଜି ଛାଡ ଡକ୍ଟର କହିଲେ ଦାନ୍ତ ସଫା କରେ ସବୁ ଦାନ୍ତ ଠିକ କରିବା ଅଛି ଡକ୍ଟର ପଚାରିବ କାହିଁକି ଦାନ୍ତ ସଫା କରୁଛ ନାଇଁ ଆଜ୍ଞା ଆମର ଗୋଟେ ଗୀତ ଅଛି ସେ ଗୀତର ଗୋଟେ ପଦ ଆମେ ଗାଇ ପାରୁନୁ କି ପଦ ଜାଣିଛନ୍ତି ଆମ ଦାନ୍ତ ଦେଖି ଆମ ଦାନ୍ତ ଦେଖି ଜଗତ ଜାଣିବ ଆମେ ଯୀଶୁ କଣ ଆମର ଦାନ୍ତ ଦେଖି ଜାଣିବାର ଅଛି ଖ୍ରୀଷ୍ଟିଆନ ଆମର ଦାନ୍ତ ନାଶ ତା ନାଁ ତ ନାଶ ଖାଇଲେ ସବୁ ନାଶ ଖାଇଲେ କଣ ହବ ଆମ ଲୋକ ନାଶ ଖାଇକେ ଗଲେ ଗୋଟେ ବୁଢୀ ମା ବସିଦେଲା ଦାନ୍ତ ହେଇଗଲା ଦାନ୍ତ କିଛି ନାହିଁ ପଚାରିଲେ ମା ବଢିଆ ହସୁଛ ଦାନ୍ତ ନାଇଁ ବାବୁ ଦାନ୍ତ ପଡିଲା ନା ନାଇଁ ବାବୁ ନାଶ ଖାଇ ବସିଛନ୍ତି ଦାନ୍ତ ଦାନ୍ତ କିଛି ନାହିଁ ପ୍ରଭୁଙ୍କୁ ଗ୍ରହଣ କଲେନି ଏବେ ଦାନ୍ତ ଗଲେ ଯାଉ ଜୀବନ୍ତ ବଦଳି ଯାଇଛି। ମୋ ପ୍ରିୟ ଭାଇ ଭଉଣୀ ମାନେ ଆଗ ମଦ କେମିତି ପିଉଥିଲୁ ନାଇଁ ଆମର ପର୍ବପର୍ବାଣି ବୋଲେ ମଦ ଥିବ ଏବେ ଆମର ପର୍ବପର୍ବାଣି ମଦ ବୋଲେ ଏଇଟା ଆମକୁ ଯୀଶୁ କରିଛନ୍ତି। ଖ୍ରୀଷ୍ଟିଆନିଟି କଣ କରିଛି ଆମକୁ ଆମର ମନ ଆମର ଜୀବନକୁ ପରିବର୍ତ୍ତନ କରିଛି ଏଇଟା ଦେଖି ଶୋଇପାରୁନାହାନ୍ତି ସେମାନେ ଆମର ଉନ୍ନତି ଦେଖି କରି ମୁଁ ତ ବସି ଭାବୁଥିଲି ଏ କମିଟି ବାଲା ସମ୍ମିଳନୀକୁ କାର୍ଡ ଦେଲେ ମୁଁ ଆଜ୍ଞାକୁ କହୁଥିଲି ଟାଇମ ଆସିବ ବକ୍ତା ମାନଙ୍କୁ ମଧ୍ୟ କାର୍ଡ କିଣି କରି ଟାଇମ ଆସୁଛି ଦେଖନ୍ତୁ ଭଗବାନ ଭଳିଆ କହୁଛି ଆପଣଙ୍କୁ ଏତିକି ଲୋକ ଯଦି ନିଷ୍କ୍ରିୟ କଲେ କାର୍ କିଣି ପାରିବେ କି ନାହିଁ ଆଜ୍ଞା ତୁମେ ଭଡା କାର୍ରେ କେତେ ବୋଲୁ ଆଜ୍ଞା ଆମକୁ ଲାଜ ଲାଗୁଛି ତୁମେ ପ୍ରଭୁଙ୍କ ଦାସ ଏଠି ନୂଆ କାର୍ ଚାବି ଧର ବୋଲି ଦେବେ ଟାଇମ ଆସୁଛି ଏଟା ଅନ୍ୟ ରାଜ୍ୟରେ ହେଇଛି ଏବେ ଓଡିଶା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ମୋର ପ୍ରିୟ ଭାଇ ଭଉଣୀ ମାନେ ଚାଉଳ ଖିଆ ଖ୍ରୀଷ୍ଟିଆନ ନାହିଁ ଆମେ
ଚାଉଳ କମଳ ପାଇଁ ଖ୍ରୀଷ୍ଟିଆନ ହେଇଛୁ ଆମର ଘରେ କେତେ କମଳ ଅଛି ଗୁଡାଏ ବୋଇଲେ ଆସ ତମେ ଦେବ କାଲି ଏମିତି କମଳ ଦେଇଥିଲେ ମୁଁ ଉଠାଇଦେବି এটা গুড়াই তো উঠি দিয়ে বলে ମୁଁ ଦେଇଦେବି ନେଇଯାଅ କମଳ ମୋର ପ୍ରିୟ ଭଉଣୀ ମାନେ କହିବୁ ମନ ପରିବର୍ତ୍ତନ ଆଜି ବସିଲା ବେଳେ ଟିକେ ଦେଖନ୍ତୁ ଆପଣଙ୍କ ମନ ପରିବର୍ତ୍ତନ ହେଇଛି କି ସେ କଣ କହୁଛନ୍ତି ମୁଁ ସଂକ୍ଷେପରେ ସାରିବା ପାଇଁ ଚାହେଁ ପୁସ୍ତକ ମାଥ୍ୟୁ ପୁସ୍ତକ ସେ ସେଠି 7ଟା ବିଷୟ କହୁଛନ୍ତି ମାଥ୍ୟୁ ଲିଖିତ 3 ଅଧ୍ୟାୟ କରନ୍ତୁ ସେଠି ବାପ୍ତିଜ ଯୋହନ 7ଟି ବିଷୟ କହୁଛନ୍ତି ଖାଲି ଗୋଟେ ପଢିକି ଆମେ ସାରିଦେବା ତାପରେ ଆମେ ଲଞ୍ଚ କରିବାକୁ ଚିନ୍ତା କରିବା ସେ କଣ ବୋଲି କହୁଛନ୍ତି ଏଠି ମନ ପରିବର୍ତ୍ତନ କର ସ୍ୱର୍ଗ ରାଜ୍ୟ ସନ୍ନିକଟ 2 ପଦରେ କଣ କହୁଛନ୍ତି ପ୍ରଥମ କଥା ମନ ପରିବର୍ତ୍ତନ ତାପରେ ଆମେ ବଳକା ବିଷୟ ଚିନ୍ତା କରିବା 7 ବିଷୟରେ ପରେ ଚିନ୍ତା କରିବା ଖାଇଲା ପରେ କିନ୍ତୁ ମୁଁ ଖାଲି କହିବା ପାଇଁ ଚାହେଁ ମନ ପରିବର୍ତ୍ତନ ଆପଣଙ୍କ ମନ ପରିବର୍ତ୍ତନ ହେଇଛି ଆପଣଙ୍କ ଜୀବନ ପରିବର୍ତ୍ତନ ହେଇଛି କି ଆପଣଙ୍କ ଚରିତ୍ର ପରିବର୍ତ୍ତନ ହେଇଛି କି ମୋର ଭାଇ ଭଉଣୀ ମାନେ ଯଦି ଆପଣଙ୍କ ଜୀବନ ପରିବର୍ତ୍ତନ ହେଇନାହିଁ ଏବେ ସୁଯୋଗ ଅଛି ପରିବର୍ତ୍ତନ କରିବା ପାଇଁ ଯଦି ଜୀବନରେ ପାପ ଅଛି ସେ ପାପ ଏବେ ଛାଡ଼ି ପାରିବେ ସେଦିନ ଲୋକମାନେ ଆସିଲେ ବାପ୍ତିଜ ଯୋହନ ପାଖକୁ ଯିଏ ବି ଆସୁଛନ୍ତି ସର୍ପର ବଂଶ କିଏ ଚେତନା ଦେଲା ଲୋକମାନଙ୍କୁ ଡର ପଶି ଯାଇଛି ପାପ ଯଦି ଥିବ ସେ ସ୍ୱର୍ଗକୁ ଯାଇପାରିବ ନାହିଁ ପାପ କରି ମିଟିଂ ଆସି ହେବ ପାପ କରି ଚର୍ଚ୍ଚ ଯାଇ ହେବ ପାପ କରି ସମ୍ମିଳନୀର ସଭ୍ୟ ହେବ କିନ୍ତୁ ପାପ କରି ସ୍ୱର୍ଗକୁ ଯାଇ ହେବ ନାହିଁ ଯଦି ଏଠିକେ ବସିଛନ୍ତି ପାପ ସହିତ ମନ୍ଦ ଅଭ୍ୟାସ ଅଛି କୁକର୍ମ ଅଛି କୌଣସି ଅଶୁଦ୍ଧି ଜୀବନ କାଟୁଛନ୍ତି ଏବେ ଟାଇମ ଅଛି ପାପକୁ ଛାଡ଼ି ପାରିବେ ପାପ ଯଦି ଛାଡ଼ିବେ ନାହିଁ ପାପ ତମକୁ ଛାଡ଼ିବ ନାହିଁ ଆମେ କଣ ଭାବୁଛୁ ମତେ କିଏ ଦେଖୁଛି କିଏ ଜାଣୁଛି କିଏ ଜାଣୁନାହାନ୍ତି ଯେ ଜାଣିବା କଥା ସେ ଜାଣୁଛି ପଦ ପଢିବେ ଗଣନା ପୁସ୍ତକ 32 ପର୍ବ 23 ପଦ ଗଣନା 32 23 ମାତ୍ର ତୁମେମାନେ ଯେବେ ସେରୂପ ନ କର ତେବେ ଦେଖ ତୁମେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ ପୁଣି ତୁମମାନଙ୍କର ପାପ ଯେ ଶୁଣନ୍ତୁ ତୁମମାନଙ୍କ ପାପ ଯେ ତୁମମାନଙ୍କୁ ଧରିବ ଏହା ନିଶ୍ଚିତ ଜାଣ ଭାଇ ମାନ ଶୁଣନ୍ତୁ ଯେତେବେଳେ ଅଛନ୍ତି ତୁମର ପାପ ତୁମକୁ ଧରିବ ଯଦି ପାପରେ ଅଛନ୍ତି ଆଜି ସୁଯୋଗ ଯଦି ସମସ୍ତେ କରିବା ପାଇଁ ଯାଏ ତୁମର ପାପ ତୁମକୁ ଧରିବ ଯଦି ପାପରେ ଅଛନ୍ତି ପାପକୁ ପରୀକ୍ଷା କରନ୍ତୁ ପାପ ଛାଡିବ ନାହିଁ ପାପର ବେତନ ମୃତ୍ୟୁ ପାପର ଦଣ୍ଡ ଅଛି ଆଜି ମନ ପରିବର୍ତ୍ତନ କରିପାରିବେ ଯଦି ପାପରେ ଅଛନ୍ତି ଅଶୁଦ୍ଧି ଜୀବନ କାଟୁଛନ୍ତି ଯଦି ଭୁଲରେ ବି ଯଦି କିଏ ମଦ ପଦ ପିଇବା ଲୋକ ବସିଛନ୍ତି ମୋର ଟିକେ ଦେଖ ଭଲ କରିବେ ସ୍ୱର୍ଗ ନାହିଁ ତୁମ ପାଇଁ ଏଟା କେତେ ହେଲା 60 ତମ ଆପଣ 120 ତମ ସଭାକୁ ବି ଆସନ୍ତୁ ବଞ୍ଚିଥାନ୍ତୁ ସ୍ୱର୍ଗକୁ ଯାଇପାରିବେ ନାହିଁ ଆପଣ ଆଜି ସିଡି ବସିଛନ୍ତି କାଲି କିଛି ଆସିବେ ଯାଇପାରିବେ ନାହିଁ ଯଦି ପୁଡ଼ିଆ ଖାଉଛ କଣ ଯଦି ମିଟିଂରେ ପୁଡ଼ିଆ ବିକୁଛି ବାହାରେ ତାକୁ କହିବ ଏଟା ଜରି ବାନ୍ଧି ଭିତରେ ରଖିଦେଇ ମିଟିଂରେ ଖାଇବେ ନାହିଁ ଯଦି ମିଟିଂରେ କୋଉ ଖ୍ରୀଷ୍ଟିଆନକୁ ପୁଡ଼ିଆ ଖାଇବାର ଦେଖିବ ମୁଁ କହୁଛି ଭାଇ ମାନଙ୍କୁ ଆମର ଚୌକିଦାର ଭାଇ ମାନଙ୍କୁ କହିବା ପାଇଁ ଚାହେଁ ତାକୁ ଧରି ମୋର ପାଖରେ ଆଣ ଧରି କରୁ କାରଣ ଖ୍ରୀଷ୍ଟିଆନ ପୁଡ଼ିଆ ଖାଏ ନାହିଁ ଖ୍ରୀଷ୍ଟିଆନ ମଦ ଖାଏ ନାହିଁ ଖ୍ରୀଷ୍ଟିଆନ ବ୍ୟଭିଚାର କରେ ନାହିଁ ଖ୍ରୀଷ୍ଟିଆନ ଚୋରି କରେ ନାହିଁ ଖ୍ରୀଷ୍ଟିଆନ ମିଛ କୁହେ ନାହିଁ ଖ୍ରୀଷ୍ଟିଆନ ପାପ କାମ କରିବ ନାହିଁ ଖ୍ରୀଷ୍ଟିଆନ ଧର୍ମ କେମିତି ଧର୍ମ ପାପ ନ କରିବା ଧର୍ମ ପାପ କରିବା ଧର୍ମ ନାହିଁ ମନ ପରିବର୍ତ୍ତନ କରିବା ଯଦି ଆଜି ଜୀବନରେ କୌଣସି ପାପ ଅଛି ସମସ୍ତ କହିବା ପାଇଁ ଚାହେଁ ଆଜି ଆଣ୍ଠୁ ମାରି ପ୍ରଭୁକୁ କହିବା ପ୍ରଭୁ ଆଜି ଗୋଟେ ଛାଡ଼ିକି ଯାଉଛି ଏଇଠୁ ଗୋଟେ ନୂଆ ଜୀବନ ମାନେ ଏଇ ମିଟିଂରୁ ଆମର ନୂଆ ଅଧ୍ୟାୟ ଆରମ୍ଭ ହବ ତୁମେ ସ୍କୁଲକୁ ଯାଅ କଲେଜକୁ ଯାଅ ଅଫିସକୁ ଯାଅ ହଷ୍ଟେଲକୁ ଯାଅ ଯୋଉଠି ଯାଅ ତୁମ ଜୀବନ କଥା ହେବାର ଅଛି ତୁମର ଜୀବନ ଦେଖି ଜାଣିବାର ଅଛି ଏ ଜଣେ ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନ ମିଛ କୁହେ ନାହିଁ ଖ୍ରୀଷ୍ଟିଆନ ମଦ ପିଏ ନାହିଁ ଖ୍ରୀଷ୍ଟିଆନ ଚୋରି କରେ ନାହିଁ ଖ୍ରୀଷ୍ଟିଆନ ଖରାପ ସିନେମା ଦେଖେ ନାହିଁ ପାପ କର ନାହିଁ ପାପ ଯଦି ପାପରେ ଅଛନ୍ତି ଛାଡ଼ି ଦିଅନ୍ତୁ ଅନେକ ଲୋକ କଣ ଭାବୁଛନ୍ତି ନାଇଁ ଆଜ୍ଞା ମୁଁ କଣ କରୁଛି କାହାକୁ ଜଣା କିଏ ଜାଣିବେ ନା ଜାଣିବେ କି ତମେ ମୋବାଇଲରେ 5ଟା ପାସୱାର୍ଡ ପକେଇ ଭାବୁଛ କିଏ ଜାଣିବେ ନାହିଁ କିଏ ଜାଣିବେ ନାହିଁ ଲୁଚି କରି କୁଆଡେ ପିଇ ଦେବ କିଏ ଜାଣିବେ ନାହିଁ
ଜାଣିବା ଲୋକ ଜଣେ ଅଛନ୍ତି। ଏବେ ତାର 4 ପର୍ବ 13 ପଦ, ଏବେ 4 ପର୍ବ 13 ପଦ। ଈଶ୍ୱରଙ୍କ ସମ୍ମୁଖରେ ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ କୌଣସି ପ୍ରାଣୀ, ଶୁଣନ୍ତୁ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ, ସେ କୋଉ ଧର୍ମର ହଉ, ସେ ଖ୍ରୀଷ୍ଟିଆନ ହଉ କି ସନାତନୀ ହଉ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ। ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ। ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲ୍ଲଙ୍ଘ ଅନାବୃତ। ଆଜି ଯଦି ଜୀବନରେ ପାପ ଅଛି ଏବେ ଛାଡି ପାରିବେ, ପାପ ତ ଛାଡିବ ନାହିଁ। ଆଗ ମନ ପରିବର୍ତ୍ତନ ହେବାର ଅଛି। ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ। ମନ ପରିବର୍ତ୍ତନ କଲା ପରେ ଫଳ, ମନ ପରିବର୍ତ୍ତନ ପରେ ଫଳ, ପରେ ଉତ୍ତମ କର୍ମ କରିବେ, ପରେ ଧର୍ମ କର୍ମ କରିବେ, କିନ୍ତୁ ଆଗ ମନ ପରିବର୍ତ୍ତନ ହେବାର ଅଛି। ମୁଁ ଜାଣିନି ଆପଣ କେମିତି ଅବସ୍ଥାରେ ଆସିଛନ୍ତି। ଆମେ କଣ ବୋଲି କହୁଛୁ? ଆଜ୍ଞା ମୁଁ କାହାକୁ ହିସାବ ଦେବାର ନାହିଁ, ମୁଁ କାହାକୁ ହିସାବ ଦେବି, କାହାକୁ ହିସାବ ଦେବ ନାହିଁ, କାହାକୁ ହିସାବ ଦେବ ନାହିଁ। ମୋର ଭାଇ ଭଉଣୀ ମାନେ ସେ ହିନ୍ଦୁ ହଉ କି ଖ୍ରୀଷ୍ଟିଆନ ହଉ, ସେ ନାସ୍ତିକ ହଉ, କୋଉ ଜାତିର ହଉ, ଆଦିବାସୀ ହଉ କି ହରିଜନ ହଉ କି ବ୍ରାହ୍ମଣ ହଉ କି ଗଣ ହଉ, ତାର ସବୁ ହିସାବ ପ୍ରଭୁ କରିବେ। ପ୍ରଭୁ ତାର ହିସାବ କରିବେ। ଆପଣ ଦେଖନ୍ତୁ ମୋ ସହିତ, ମୁଁ ପବନରେ କଥା ହୁଏ ନାହିଁ, ମିଛ କଥା କୁହେ ନାହିଁ। ମୁଇଁ ଯାହା ଶାସ୍ତ୍ର କୁହେ ତାହା କୁହେ, ଆଉ ଚିତ୍କାର କରି କୁହେ, ସତ୍ୟ କୁହେ, ସତ୍ୟ କୁହେ। ରୋମିଓ ତାର 14 ପର୍ବ 12 ପଦ ଦେଖ। ରୋମିଓ 14 ତାର 12 ବଦଳିବ। ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। ଭାଇ ଭଉଣୀ ମାନେ ସମସ୍ତଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ନିଜର ହିସାବ ଦେବାକୁ ହେବ। ସମସ୍ତଙ୍କୁ, ସେ ଯୀଶୁକୁ ମାନୁ କି ନ ମାନୁ, ସେ ନାସ୍ତିକ ହଉ ବା ଆସ୍ତିକ ହଉ, ସେ ବ୍ରାହ୍ମଣ ହଉ କି କରଣ ହଉ କି ଆଦିବାସୀ ହଉ, ସେ ଖ୍ରୀଷ୍ଟିଆନ ହଉ କି ସନାତନୀ ହଉ, ସେ ଯିଏ ବି ହଉ, ତାକୁ ଈଶ୍ୱରଙ୍କ ସାମନାରେ ହିସାବ ଦେବାକୁ ପଡ଼ିବ। ତୁଇ ମାନିଲେ ନହେଲେ ନାହିଁ। ଯୀଶୁକୁ ନ ମାନିଲେ କଣ ହେଲା? କିଛି ଅସୁବିଧା ନାହିଁ। ବିଚାର ତ ଯୀଶୁ ଆଗେ କରିବେ, ବିଚାର କର୍ତ୍ତା ତ ଯୀଶୁ ହିଁ ଅଟନ୍ତି। ପ୍ରେରିତ 17 ପର୍ବ 31 ପଦ ଦେଖନ୍ତୁ। ପ୍ରେରିତ 17 31। ହଁ, କାରଣ ଯେଉଁଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ। ଏହିପରି ଗୋଟିଏ ଦିନ ସ୍ଥିର କରି ଅଛନ୍ତି, ଆଉ ତାହାକୁ ମୃତମାନଙ୍କ ଉତ୍ଥାପନ କରି ଏ ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି। ବିଚାର କିଏ କରିବେ? ଯେ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି। କିଏ ଉଠିଛନ୍ତି? ଯୀଶୁଙ୍କ ଛଡ଼ା ଆଉ କିଏ ମରି ଉଠିଛି କି? ପଚାର। ବିଚାର କରିବେ, ସେ ସବୁର ବିଚାର କରିବେ। ଆପଣ ଯାହା କରିଛନ୍ତି ଏବେ ସୁଯୋଗ ଅଛି, ମନ ପରିବର୍ତ୍ତନ କରନ୍ତୁ। ଗୋଟେ ପଦ ପଢିବା, 2 Corinthians 5 ପର୍ବ 10 ପଦ। 2 Corinthians 5 ପର୍ବ 10 ପଦ। କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କେତେ ଜଣ? ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇପାରି ମତେ ଖ୍ରୀଷ୍ଟଙ୍କ ବିଚାର ସମକ୍ଷମରେ ଆମ୍ଭ ସମସ୍ତଙ୍କୁ ପ୍ରକାଶ କରିବାକୁ ହେବ। ସମସ୍ତଙ୍କୁ ପ୍ରକାଶ କରିବାକୁ ପଡ଼ିବ। ସମସ୍ତଙ୍କୁ, ସେ ସମସ୍ତଙ୍କୁ ବିଚାର କରିବେ। ଏବେ ମନ ପରିବର୍ତ୍ତନ କରନ୍ତୁ। ଯେ ଯାର ମନ ପରିବର୍ତ୍ତନ, ସ୍ୱର୍ଗ ହିଁ ତାର, ସବୁର ନାହିଁ। ତେଣୁ ଧନୀ ମାନେ ଯାଇପାରିବେ ନାହିଁ, ଶିକ୍ଷିତ ମାନେ, ସମୃଦ୍ଧ ଲୋକମାନେ ବଳପୂର୍ବକ ଯାଇପାରିବେ ନାହିଁ। ଯାହାର ମନ ପରିବର୍ତ୍ତନ ହେଇଛି ସେ ପ୍ରବେଶ ଟୋଟାଲି ପ୍ରବେଶ କରିବ ନାହିଁ, ବଡ ଲୋକମାନେ ପ୍ରବେଶ କରିବେ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବେ ସେ କୁମ୍ଭ ମେଳାରେ ଯେଉଁମାନେ ଦଳା ଚକଟାରେ ମରିଛନ୍ତି, କୁ ଭିଆଇପି ମରି ନାହିଁ, କୁ ମନ୍ତ୍ରୀ ମରି ନାହିଁ, କୁ ଫିଲ୍ମ ଷ୍ଟାର ମରି ନାହିଁ। ଆମର ନିରୀହ ଲୋକମାନେ, ଆଦିବାସୀ ମାନେ ଦଳା ଚକଟା ଦେଇକରି କଣ ପାଇଁ? ମୁକ୍ତି ପାଇବେ। ପାଣିରେ ବୁଲିଲେ ମୁକ୍ତି ମିଳିବ। ମୁକ୍ତି ଯୀଶୁଙ୍କ ରକ୍ତରେ ମିଳିବ, ପାପ କ୍ଷମା ମିଳିବ। ନିରୀହ ଲୋକମାନେ ମରିଛନ୍ତି। ସେ ଟ୍ରେନରେ କିଏ ମରିଛି? କୁ ଭିଆଇପି ମରିଛି। ସବୁ ଉଡ଼ାଜାହାଜରେ ଗଲେ, ସବୁ ଭଲ ଟ୍ରେନରେ ଗଲେ, ନିଜ ଗାଡ଼ିରେ ଗଲେ। ଆମର ଲୋକମାନେ ମୁକ୍ତି ମିଳିବ ବୋଲି ଆମେ ବି ଯାଇଥାନ୍ତୁ। ଯଦି ଯୀଶୁକୁ ଜାଣିନଥାନ୍ତୁ, ଆମେ ଜାଣିଛୁ ମୁକ୍ତି କୋଉଠି ମିଳିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ଆଦିବାସୀ ଲୋକ ନ ଗଲେ ଯାତ୍ରା ବି ହେବନି। ହେବ କି? ହେବ ନାହିଁ।
ଆମର ଆଦିବାସୀ ଲୋକ ଗଲେ ମେଳା ହେବ, ଯାତ୍ରା ହେବ, ସେଇଥିପାଇଁ ତାକୁ ଡର ପଶିଛି। ସବୁ ଆଦିବାସୀ ଯଦି ଖ୍ରୀଷ୍ଟିଆନ ହେଇଯିବେ ଆମେ କଣ କରୁ? ବସି କିଣି ବସିବୁ। ସେଟା ପାଇଁ ପେଟ କଥା ବାହାରିଛି ସେମାନେ। ପେଟ କଥା କଣ ପାଇଁ? ଅରିଜିନାଲ ପେଟ କଥା ସେଟା କହୁନାହାନ୍ତି। ଟାଇମ ଆସିବ ମୋର ପ୍ରିୟ ମାନେ, ସବୁ ଆଦିବାସୀ ଲୋକ ଯୀଶୁକୁ ଗ୍ରହଣ କରିବେ। ମୋର ପ୍ରାର୍ଥନା ସେ ଅଜ୍ଞାନତା ଦିନେ ଦୂର ହବ ମୋର ପ୍ରିୟ ମାନେ। ଆମେ କାହାର ପାଦ ତଳେ ଥିବୁ ନାହିଁ। ଆମେ ରାଜା ମାନଙ୍କୁ ରାଜା, ପ୍ରଭୁ ମାନଙ୍କୁ ପ୍ରଭୁକୁ ଗ୍ରହଣ କରିବୁ, ଆଉ ତାର ସନ୍ତାନ ଭାବରେ ଆମେ ରହିବୁ। କାହାର ପାଦ ତଳେ ଆମେ ରହିବୁ ନାହିଁ। ମୁଁ ବି ଆଦିବାସୀ, କିନ୍ତୁ ଆଦିବାସୀ ଖ୍ରୀଷ୍ଟିଆନ, ଭାରତୀୟ ଆଦିବାସୀ ଖ୍ରୀଷ୍ଟିଆନ, ଖାଣ୍ଟି ଭାରତୀୟ, ଖାଣ୍ଟି ଆଦିବାସୀ, ଖାଣ୍ଟି ଖ୍ରୀଷ୍ଟିଆନ। ଖାଣ୍ଟି ଟିକେ ଲୁଣା ପୁଣା ନାହିଁ, ଚାଉଳ ଖାଇ ଖ୍ରୀଷ୍ଟିଆନ ହେଇ ନାହିଁ। ମୋର ପୂର୍ବପୁରୁଷ ଜମିଦାର ମାନେ ଥିଲେ, ଶହ ଶହ ଏକ ଜମିର ମାଲିକର ନାତି ମୁଇଁ। ପଇସା ପାଇଁ ହେଇନୁ ଆମେ। ଯେତେବେଳେ ମୋର ବାପା ମା, ମୋର ପୂର୍ବପୁରୁଷ ଜାଣିଲେ ଯେ ଯୀଶୁ ହିଁ ସତ୍ୟ ପରମେଶ୍ୱର, ସବୁ ପୂଜା ଛାଡ଼ିଲେ। ଆମେ ମୂର୍ତ୍ତି ପୂଜା କରୁନଥିଲୁ। ଆଦିବାସୀ ମାନେ ମୂର୍ତ୍ତି ପୂଜା କରନ୍ତି ନାହିଁ, ଆଦିବାସୀ ମାନେ ପ୍ରକୃତି ପୂଜା କରନ୍ତି। ଆମ ଦେଶରେ ଦୁଇଟା ପୂଜା ହୁଏ, ଗୋଟେ ହଉଛି ପ୍ରକୃତି ପୂଜା, ଗୋଟେ ଆକୃତି ପୂଜା। ଆକୃତି ପୂଜା ଆଦିବାସୀ କରେ ନାହିଁ। କଣ କରେ? ଏ ପର୍ବତକୁ ପୂଜା କରେ, ଗଛକୁ ପୂଜା କରେ, ସୂର୍ଯ୍ୟକୁ ପୂଜା କରେ, ମାଟିକୁ ପୂଜା କରେ। ସେଇଟା ତାର ପୂଜା ସେଇଟା। ଏବେ ଜାଣିଲୁ ନା ଆକୃତି ପ୍ରଭୁ ନା ପ୍ରକୃତି ପ୍ରଭୁ। ମଣିଷ ଈଶ୍ୱରକୁ ବନାଇବ, ତା ଶକ୍ତି ଅଛି, ତାର ଔକାତ ଅଛି। ମଝିରେ ଜଣେ ଲୋକ ମରିଗଲା, ଗୋଟେ ପୂଜାରୀ, ଗୋଟେ ବଡ ପୂଜାରୀ। ଯୋଉ ପୂଜାରୀ ପ୍ରତିଭାକୁ ପ୍ରାଣ ଦେଇଥିଲା ସେ ପୂଜାରୀ ମରିଗଲା। ତାକୁ ଟିକେ ପ୍ରାଣ ଦେଇଥାନ୍ତ। ଦୁନିଆରେ ଏମିତି ମନ୍ତ୍ର କୋଉଟା ଅଛି ଯେ ପ୍ରାଣ ପଳେଇ ଆସିବ? ସେ ଯଦି ସେ ମନ୍ତ୍ର ଅଛି, ସେ ମୃତ୍ୟୁଞ୍ଜୟ ମନ୍ତ୍ର ଅଛି, ସେ ମନ୍ତ୍ର କହିକରି ସେ ମେଳାରେ ମନକୁ ବଞ୍ଚେଇ ଦେଇଥାନ୍ତ। ଏଠି 1,000 ମଲେ